Hi everyone, welcome you to A2M classes. ଆଜି ହେଉଛି କ୍ଲାସ୍ 19 OTT ପାଇଁ କ୍ଲାସ୍ ଚାଲୁଅଛି ଯୋଉଟା କି ଆପଣଙ୍କର କଣ୍ଟେଣ୍ଟ ପେପର ହେଉଛି ଆସେସମେଣ୍ଟ ଦ ଲର୍ନର ବା ଆସେସମେଣ୍ଟ ଆଣ୍ଡ ଇଭାଲୁଏସନ। ତ ଆପଣଙ୍କର ଏଇ କଣ୍ଟେଣ୍ଟଟି OTT OSTT CTT ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କର ଯେକୌଣସି ଏକ୍ଜାମ ଦଉଛନ୍ତି ଏଥିରୁ ଆପଣଙ୍କର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଆସିଥାଏ। ତ ଆପଣ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ତାହେଲେ ଆପଣ ସବସ୍କ୍ରାଇବ କରିନେବେ ଆଉ ବେଲ୍ ଆଇକନକୁ ପ୍ରେସ୍ କରିନେବେ ଯେତେବେଳେ କୌଣସି ନୂଆ ଭିଡିଓ ଅପଲୋଡ ହେଉଛି ଆପଣଙ୍କୁ ନୋଟିଫିକେସନ ମାଧ୍ୟମରେ ମିଳିଯିବ। ତ ଯେତେବେଳେ ଆମେ ସ୍କୁଲରେ ପିଲାମାନଙ୍କୁ ପଢଉଛନ୍ତି ତ ଆପଣଙ୍କୁ ଅ, କଣ ପଢେଇଲେ ପିଲା କେତେ ବୁଝିଲେ କଣ ବୁଝିଲେ ତ ଆମକୁ ଆସେସମେଣ୍ଟ କରିବାକୁ ପଡିଥାଏ। ତ ସେ ଆସେସମେଣ୍ଟ ଆମେ କିପରି କରିବା ବା ଇଭାଲୁଏସନ କିପରି କରିବା ମୂଲ୍ୟାଙ୍କନକୁ ଆମେ ଯାହା କହୁଛନ୍ତି। ତ ଆମର ତା ମୂଲ୍ୟାଙ୍କନର କନସେପ୍ଟଟାକୁ ବୁଝିବାକୁ ପଡିବ। କନସେପ୍ଟ ବୁଝିଲେ ଆପଣ ଜାଣିପାରିବେ ଯେ ଆପଣଙ୍କର ଗୋଟେ ଟିଚର ଯେତେବେଳେ କ୍ଲାସ ରୁମରେ ପିଲାମାନଙ୍କୁ ପଢଉଛି ତାପରେ ପିଲାମାନେ ବୁଝିଲେ କି ନାହିଁ ତାକୁ ଜାଣିବାକୁ ହେଲେ କୋଉ କେମିତି ଆପଣଙ୍କୁ ଜାଣିପାରିବେ କୋଉ କୋଉ ଷ୍ଟେଜରେ ଆପଣ କେମିତି ଇଭାଲୁଏସନ କରିପାରିବେ ତ ଏଇ କଣ୍ଟେଣ୍ଟରେ ଆମେ ସେ ହିଁ ଡିସକସ କରିବା। ତ ଆପଣଙ୍କର ଫାର୍ଷ୍ଟ କନସେପ୍ଟ ହଉଛି କଣ କମ୍ପାରିଜନ ବିଟୱିନ୍ ମେଜରମେଣ୍ଟ ଆସେସମେଣ୍ଟ ଏଣ୍ଡ ଇଭାଲୁଏସନ ଏ କନସେପ୍ଟଟାକୁ ଆପଣଙ୍କୁ ବୁଝିବାକୁ ପଡିବ। ମେଜରମେଣ୍ଟ କଣ ଆସେସମେଣ୍ଟ କଣ ଆପଣଙ୍କର ହଉଛି କଣ ଇଭାଲୁଏସନ କଣ। ତ ଆପଣ ପ୍ରଥମେ ଆମେ ଜାଣିବା କଣ ମେଜରମେଣ୍ଟ ବିଷୟରେ ଜାଣିବା। ମେଜରମେଣ୍ଟ କଣ ନା ଗୋଟେ କ୍ୱାଣ୍ଟିଟେଟିଭ ଆସ୍ପେକ୍ଟକୁ ବୁଝଉଛି କାହାକୁ ବୁଝଉଛି ନା କ୍ୱାଣ୍ଟିଟେଟିଭ ଆସ୍ପେକ୍ଟକୁ ବୁଝଉଛି। ଆଉ ଆପଣ ଆସେସମେଣ୍ଟ କାହାକୁ ବୁଝଉଛି ନା କ୍ୱାଲିଟେଟିଭ ଆସ୍ପେକ୍ଟକୁ ବୁଝଉଛି। ଆଉ ଇଭାଲୁଏସନ କାହାକୁ ବୁଝଉଛି ନା ବୋଥ ଦ କ୍ୱାଣ୍ଟିଟେଟିଭ ଆଉ କ୍ୱାଲିଟେଟିଭ ଆସ୍ପେକ୍ଟକୁ ବୁଝଉଛି। ବୋଥ ଦ କ୍ୱାଣ୍ଟିଟେଟିଭ ଆଉ କ୍ୱାଲିଟେଟିଭ ଆସ୍ପେକ୍ଟକୁ ବୁଝଉଛି ହେଲା ଇଭାଲୁଏସନ। ତ ଆପଣ ଏଇଟା ମନେ ରଖନ୍ତୁ ମେଜରମେଣ୍ଟ ହଉଛି କ୍ୱାଣ୍ଟିଟେଟିଭ ଆସ୍ପେକ୍ଟକୁ ଆସେସମେଣ୍ଟ ହଉଛି କ୍ୱାଲିଟେଟିଭ ଆସ୍ପେକ୍ଟକୁ ଇଭାଲୁଏସନ ବୋଥ ଦ କ୍ୱାଣ୍ଟିଟେଟିଭ ଆଉ କ୍ୱାଲିଟେଟିଭ ଆସ୍ପେକ୍ଟକୁ ବୁଝଉଛି। ତ ଆପଣ ଜାଣି ରଖିଥିବା ଦରକାର ମେଜରମେଣ୍ଟ ମାନେ କଣ ଆମେ ଗୋଟେ କଣ କଲେ ନା ଗୋଟେ ଡ୍ରେସ କପଡା କେତେ ମିଟର କପଡା ଦରକାର ଗୋଟେ ଡ୍ରେସ ବନେଇବା ପାଇଁ ଆମେ ତାକୁ ମେଜରମେଣ୍ଟ କରିବା। ତ ଏଇଟା କ୍ୱାଣ୍ଟିଟେଟିଭ କେତେ ମିଟର ବୋଲି ଆମେ ଗୋଟେ ଡିଜିଟରେ ଏକ୍ସପ୍ରେସନ କରିବା। ଆସେସମେଣ୍ଟ ହଁ ପିଲାର ଆଇକ୍ୟୁ କେତେ ହଁ ପିଲା କେତେ କୋଉ ଲେବୁଲରେ ଅଛି ଅଲଗା ପିଲାଙ୍କ ଠାରୁ ତ ଆମେ ସେଟାକୁ ତ ଗୋଟେ ଡିଜିଟରେ ମାପି ପାରିବାନି ସେଟା କ୍ୱାଲିଟି ଆସ୍ପେକ୍ଟ ବୁଝେଇଲା। ଇଭାଲୁଏସନ ଯଦି ମାର୍କ କଥା କହିବା ତାହେଲେ ଏଟା କ୍ୱାଣ୍ଟିଟେଟିଭଲି ବୁଝେଇବ। ଯଦି ଆମେ ତା କ୍ୱାଲିଟି କଥା କହିବା ଯେ ଏଟା କ୍ୱାଲିଟେଟିଭ ଆସ୍ପେକ୍ଟକୁ ବୁଝଉଛି। କଣ ନା ପିଲାଟି ଅଲଗା ପିଲାଙ୍କ ଠାରୁ କେତେ ଭଲ ହଁ ତ ଏଟା କ୍ୱାଲିଟେଟିଭ ଆସ୍ପେକ୍ଟକୁ ବୁଝଉଛି। ତ ପ୍ରଥମେ ମେଜରମେଣ୍ଟ ବିଷୟରେ ଜାଣିବା କଣ now measurement is the method of giving core of the learner and after the taking the test in any type any topic. Example 50 out of 100 in a subject. The subject ରେ ସେ କଣ କରୁଛି ନା 50 out of 100 out of ନା ଯୋଉ 50 out of 100 ରଖିଛି କଣ ପାଇଁ ନା ତାର ଗୋଟେ ଡିଜିଟ ରେ ଆମେ ମାପୁଛନ୍ତି କଣ ନା ମେଜରମେଣ୍ଟ କଲେ ପିଲା 100 ରୁ କେତେ ରଖିଛି ତାର ଗୋଟେ ସବଜେକ୍ଟ ହେଲା ସେଟାକୁ ଆମେ ମେଜରମେଣ୍ଟ ବୋଲି କହିଲେ। ଆସେସମେଣ୍ଟ କଣ ଆଫ୍ଟର ଏନାଲାଇଜିଂ ଦ ସ୍କୋର ମେଜରମେଣ୍ଟ କରିସାରିଲା ପରେ ଆମେ ଏନାଲାଇଜ କଲେ ଯେତେବେଳେ ହଁ କେତେ ପିଲା 50 ରଖିଛନ୍ତି କେତେ ପିଲା କେତେ ମାର୍କ ରଖିଛନ୍ତି ହଁ ଦ ଚେଞ୍ଜ ଇନ ସିଲାବସ assessing in the childs and find out the problems is called the assessment। ତାମାନେ ପିଲାମାନେ କୋଉଟାରେ ସବଜେକ୍ଟରେ ଯଦି 50 ରଖିଲା ତାମାନେ ଆଉ ତ ଅଧିକ ରଖିପାରିଥାନ୍ତା 80 90 ରଖିପାରିଥାନ୍ତା ତାହେଲେ ପ୍ରୋବ୍ଲେମ କଣ ହେଲା ପିଲାର ସେଟାକୁ ଆମେ ଆ ଦେଖୁଛନ୍ତି ସେଟାକୁ ଆମେ କହୁଛନ୍ତି କଣ ନା ଆସେସମେଣ୍ଟ ବୋଲି ଆମେ କହୁଛନ୍ତି। ତ ପିଲାକୁ ଆମେ ଦେଖିଲେ ଯେ ପିଲା କୋଉ ଗ୍ରାଉଣ୍ଡରେ ପିଲାକୁ ମୁଁ ପଢେଇଛି ଚାପ୍ଟରଟା ପରୀକ୍ଷା କଲି ପିଲାର ମାର୍କ କେତେ ରହିଲା କମ ରହିଲେ ଆମେ ତାକୁ ଫାଇଣ୍ଡ ଆଉଟ କଲେ କୋଉ 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 କୋଶ୍ଚେନରେ କେଉଁ କୋଶ୍ଚେନରେ ତାର ରହିଲା ପ୍ରୋବ୍ଲେମ ରହିଲା କେଉଁ ସିଲାବସର ବା ଟପିକର କେଉଁ ପାର୍ଟରେ ପ୍ରୋବ୍ଲେମ ରହିଲା ସେଇଟାକୁ ଆନାଲାଇଜ କଲେ ତାମାନେ ଏଟା କ୍ୱାଲିଟେଟିଭ ଆସ୍ପେକ୍ଟକୁ ବୁଝଉଛି ହେଲା। ଆଉ ନା ଇଭାଲୁଏସନ କଣ ବୁଝଉଛି ନା ଦିସ୍ ଇଜ ଦ ଫାଇନାଲ ଜଜମେଣ୍ଟ ମନେ ରଖିଥିବ ଇଭାଲୁଏସନ ଟା ସବୁବେଳେ ଫାଇନାଲ ଜଜମେଣ୍ଟ ହୁଏ and taken on the basis of assessment is called the evaluation final judgment। ପିଲାଟି କେତେ ମାର୍କ ରଖିଲା 50 ରଖିଲା ଆଉ କିଛି ଚେଞ୍ଜ କରିବନି କାହିଁକି ଫାଇନାଲ ଏକ୍ସାମ ରେ ରଖିଛି ସେଇ ମାର୍କ ଧରିକି ସେ ନେକ୍ସଟ କ୍ଲାସ କୁ ପ୍ରମୋଟ ହବ। ହୁଁ ଆଉ କ୍ୱାଲିଟେଟିଭ ଆସ୍ପେକ୍ଟ କଣ ବୁଝିଲା ନା ତାର ଲେବୁଲ ଟା ଆମେ ଜାଣିପାଇଲେ ତା କ୍ୱାଲିଟି ଟା ଆମେ ଜାଣିପାଇଲେ ତେଣୁ ଏଟା ବହୁତ କ୍ୱାଣ୍ଟିଟେଟିଭ ଏଣ୍ଡ କ୍ୱାଲିଟେଟିଭ ଆସ୍ପେକ୍ଟ କହୁଛନ୍ତି। ତାପରେ ମେଜରମେଣ୍ଟ ଆମେ କଣ ଦେଖୁଛନ୍ତି ନା ଇଟ ଇଜ ଭେରି ନେରୋ କନସେପ୍ଟ ଏଟାକୁ ଆମେ ନେରୋ କନସେପ୍ଟ କହୁଛନ୍ତି କାରଣ ନା ଜଷ୍ଟ ଆମେ ମାର୍କ ଦେଖୁଛନ୍ତି ନେରୋ କନସେପ୍ଟ ଆଉ କିଛି ନାହିଁ। ତ ଯଦି ଆମେ ଆସେସମେଣ୍ଟ କହିବା ଦିସ୍ କନସେପ୍ଟ ଆସେସମେଣ୍ଟ ଇଜ ବ୍ରୋଡର ଦେନ ଦ ମେଜରମେଣ୍ଟ ଠାରୁ ବ୍ରୋଡର ଆମେ କହୁଛନ୍ତି କଣ ନା ତା କ୍ୱାଲିଟି ଦେଖୁଛନ୍ତି। କିନ୍ତୁ ଇଭାଲୁଏସନ କ୍ଷେତ୍ରରେ କଣ ନା ଇଭାଲୁଏସନ ଇଜ ଦ ବ୍ରୋଡେଷ୍ଟ ଏମଙ୍ଗ ଥ୍ରୀ। ତାମାନେ ଇଭାଲୁଏସନ କଣ ଦେଖିଲେ
ନା ପୁରା କ୍ୱାଣ୍ଟିଟେଟିଭ୍ ଦେଖିଲେ, ଏଠି କ୍ୱାଲିଟେଟିଭ୍ 2 ଟାଙ୍କ ଦେଖିଲେ। ସେଥିପାଇଁ ଇଏ 2 ଟାଙ୍କ ଠାରୁ ଇଏ ବ୍ରୋଡେଷ୍ଟ। ଏଟା ମନେ ରଖିଥିବେ, ଏଠି କ୍ୱେଶ୍ଚନ ଆସିଥାଏ। ହୁଇଚ୍ ଅଫ୍ ଦ ଫଲୋଇଂ ଆସେସମେଣ୍ଟ ଟୁଲ୍ ଆସେସମେଣ୍ଟ ପ୍ରୋସେସ ଇଜ୍ ବ୍ରୋଡର ଦେମ୍ ଅଲ୍। ତ ଏଇଟା କ୍ୱେଶ୍ଚନ ଆସିବ। ବା ତାପରେ ଆସିଲା କଣ ମେଜରମେଣ୍ଟରେ କଣ ଆସିଲା? ଦ ଫାଷ୍ଟ ଏଣ୍ଡ ଫରମୋଷ୍ଟ ଟାସ୍କ ଅଫ୍ ଟୁ ଡିଟେକ୍ଟର କଣ ଡିଟରମିନେସନ ଅଫ କମ୍ପ୍ଲିଟ ଇଜ୍ କ୍ୟାରିଡ୍ ଆଉଟ୍ ବାଇ ଦ ମେଜରମେଣ୍ଟ। ତ ଆମେ ଏଠି କଣ କହୁଛନ୍ତି ନା ଆମେ ଟୋଟାଲି ଏଇ ଜାଗାରେ ଯୋଉ ମେଜରମେଣ୍ଟ ଜାଗାରେ ଆମେ କଣ କରୁଛନ୍ତି ନା ମାର୍କଟାକୁ ଆମେ ଦେଖୁଛନ୍ତି। ମେଜରମେଣ୍ଟ ହିଁ ଆସ୍ପେକ୍ଟ ଦେଖୁଛନ୍ତି। କିନ୍ତୁ ଆସେସମେଣ୍ଟ କଣ ହଉଛି ଦେଖିବା। ନା ଆସେସମେଣ୍ଟରେ ଇଜ୍ ଦ ମିଡିଲ ଷ୍ଟେଜ ଆଣ୍ଡ ଡିଟରମିନେସନ ଅଫ କମ୍ପିଟେନ୍ସି। ଏଠି କମ୍ପିଟେନ୍ସି ଦେଖୁଛନ୍ତି। ପିଲା କେତେ କାହାଠାରୁ କେତେ କିଏ ଲେବୁଲରେ ଅଧିକ ଅଛି, କିଏ କାହାଠାରୁ ଲେବୁଲରେ କମ ଅଛି, କିଏ ଅଧିକ ମାର୍କ ରଖୁଛି, କିଏ କମ ମାର୍କ ରଖୁଛି। ଯୋଉଟା କି ତାଙ୍କ ଭିତରେ ଗୋଟେ କ୍ୱାଲିଟେଟିଭ୍ ଆସ୍ପେକ୍ଟକୁ ଆମେ ଚେକ୍ କରୁଛନ୍ତି। ଇଭାଲୁଏସନ କଣ କହୁଛି? ଡିଲ୍ସ ୱିଥ୍ ଦ ଫାଇନାଲ ଟାସ୍କ। ଫାଇନାଲରେ ହିଁ ଏଟା ହବ। ଆଣ୍ଡ ଡିଟରମିନେସନ କମ୍ପିଟେନ୍ସି ଏମଙ୍ଗ ଦ ଲର୍ଣ୍ଣର୍ସ। ତାମାନେ ଏଟା ଫାଇନାଲ ହବ। ଆଉ ଫାଇନାଲରେ ଏଟା ଏଠି ଗୋଟେ ୱାର୍ଡ ଲାଗିବ। ଇଭାଲୁଏସନ ଫାଇନାଲ ୱାର୍ଡ ଲାଗୁଛି। ଆଉ ମାର୍କ ସହିତ ତାର କମ୍ପିଟେନ୍ସ ବି ଆମେ ଚେକ୍ କରୁଛନ୍ତି। ଯୋଉଠି ହଉଛି ବୋଥ୍ ଦ କ୍ୱାଲିଟେଟିଭ୍ ଆଣ୍ଡ କ୍ୱାଣ୍ଟିଟେଟିଭ୍ ଆସ୍ପେକ୍ଟ ଚେକ୍ ହଉଛି। ତାପରେ କଣ? ଅବଜର୍ଭ ଦ ଷ୍ଟୁଡେଣ୍ଟସ୍ ଡିଫରେନ୍ସ ବିଟୱିନ୍ ଦ ଏକ୍ସପେକ୍ଟେଡ ଆକ୍ଚୁଆଲ ପରଫର୍ମାନ୍ସ। ତାଙ୍କର ଆକ୍ଚୁଆଲ ପରଫର୍ମାନ୍ସ ଆମେ ଚେକ୍ କରୁଛନ୍ତି। କାହିଁକି ନା ଏଠି ଡିଜିଟରେ ଆମେ ଏକ୍ସପ୍ରେସନ କରୁଛନ୍ତି। ହେଲା। କିନ୍ତୁ ଆମେ ଆସେସମେଣ୍ଟ କଣ? ଆସେସମେଣ୍ଟ ଟେଷ୍ଟ ହାଉ ଦ ଲର୍ଣ୍ଣର ଇଜ ଗୋଇଂ। କିପରି ପିଲାମାନେ ପାଠ ପଢୁଛନ୍ତି ଆସେସମେଣ୍ଟରେ। ତ ଆମେ ଏଟାକୁ ଦେଖୁଛନ୍ତି। କିପରି ପିଲା ପାଠ ପଢୁଛନ୍ତି। କଣ ଆଉ ଡେଭଲପମେଣ୍ଟର ଆସ୍ପେକ୍ଟ ରହିଛି। ହେଲା। ଇଭାଲୁଏସନ କଣ? ନା ଟେଷ୍ଟ ହ୍ୱାଟ ହାଜ ବିନ୍ ଦ ଲର୍ନ। କେତେ ପାଠ ପଢିଦେଲେ ସେତିକି ଲର୍ନ କରିଦେଲେ। ଆଉ କିଛି ଚେଞ୍ଜେସ କରିବନି। କାରଣ ଏଟା ଫାଇନାଲ ଷ୍ଟେଜରେ ଫାଇନାଲ ଟାସ୍କ ସେଟା ଇଭାଲୁଏସନଟା। ତ ହ୍ୱାଟ ହାଜ ବିନ୍ ଲର୍ନ ଏଇଠି ଏଇ ଷ୍ଟେଟମେଣ୍ଟ ବେସରେ କ୍ୱେଶ୍ଚନ ଆସିବ। ହ୍ୱାଟ ହାଜ ବିନ୍ ଲର୍ନ ଏଟା କୋଉ କୋଉ ଆସେସମେଣ୍ଟ ବା ଇଭାଲୁଏସନ ପ୍ରୋସେସକୁ ବୁଝଉଛି। ଆସେସମେଣ୍ଟ କଣ ବୁଝୁଛି ନା ହାଉ ଦ ଲର୍ନିଂ ଇଜ ଗୋଇଂ। କିନ୍ତୁ ଏଠି କହୁଛି ଆକ୍ଚୁଆଲ ପରଫର୍ମାନ୍ସ କେତେ ତାଙ୍କର ରହୁଛି। ଆକ୍ଚୁଆଲ ପରଫର୍ମାନ୍ସ ଡିଜିଟରେ ଆମେ ଦେଖୁଛନ୍ତି 50 ରଖିଛି ପିଲାଟି। ହେଲା। ତାପରେ ଆସିଲା କଣ? ନା ଟୁ ମନିଟରିଂ ଚେଞ୍ଜେସ୍ ଇନ୍ ଦ ଷ୍ଟୁଡେଣ୍ଟସ୍ ପରଫର୍ମାନ୍ସ। ତ ଆମେ ମନିଟର କରିପାରିବା ମେଜରମେଣ୍ଟରେ କେତେ ନା ଏଠି 50 ରଖିଛି। ନେକ୍ସଟ ଏକ୍ସାମରେ 51, 52, 53 କି 54 କି 80 କି ଆପଣଙ୍କର 90 ରଖୁଛି। ତ ଏଇଟା ହଉଛି ମନିଟର କରିବା ଡିଜିଟରେ। ଆଉ ଆମେ ଆସେସମେଣ୍ଟରେ କଣ କରୁଛନ୍ତି ନା ଡାଇଗ୍ନୋଷ୍ଟିକ କରୁଛନ୍ତି। କଣ ନା ଆଇଡେଣ୍ଟିଫାଇଜ ଦ ଏରିଆଜ ଅଫ ଇମ୍ପ୍ରୁଭମେଣ୍ଟ। କୋଉଠି ଆଉ ଏରିଆର ଇମ୍ପ୍ରୁଭମେଣ୍ଟ ଦରକାର ତାର। ମ୍ୟାଥରେ କେତେ ମାର୍କ ରଖିଲା? 50 ରଖିଲା। କିନ୍ତୁ ଅଲଗା ସବଜେକ୍ଟ ସବୁ 80 ଉପରେ ରଖିଲା। ମ୍ୟାଥ ସବଜେକ୍ଟଟାରେ ଆପଣଙ୍କର ଇମ୍ପ୍ରୁଭମେଣ୍ଟ ଦରକାର। ମ୍ୟାଥରେ ବିଭିନ୍ନ ଟପିକ ଅଛି। କୋଉ ଟପିକରେ ସେ କମ ମାର୍କ ରଖିଲା ସେଟାକୁ ଆମେ ଇମ୍ପ୍ରୁଭମେଣ୍ଟ କରିପାରିବା। ଦ୍ୟାଟ ଇଜ ଦ ଡାଇଗ୍ନୋଷ୍ଟିକ। ତାପରେ ଆସିଲା କଣ? ଯେ ଆପଣଙ୍କର ଇଭାଲୁଏସନ ଆସିଲା କଣ? ଜଜମେଣ୍ଟ ଇଫ ଏରାଇଜ ଆଟ୍ ଦ ଓଭରଅଲ ସ୍କୋର। ଓଭରଅଲ ସ୍କୋର ଉପରେ ଜଜମେଣ୍ଟ ଆସିଯାଇଥିବ ତମ ଫାଇନାଲ ଏକ୍ସାମରେ କେତେ ମାର୍କ ରଖିଲ। ହେଲା। ଏଟା ବୁଝଉଛି। ହେଲା। ତାପରେ ଆପଣଙ୍କର ମେଜରମେଣ୍ଟ କଣ କହୁଛି ନା ଟୁ ଡିଟରମିନ ଅପସନ ଫର ଦ ଆନୁଆଲ ଗୋଲ୍ସ। ଆନୁଆଲ ଗୋଲ ପାଇଁ ତମେ ଗୋଟେ ଅପସନ ତମେ ଡିଟରମିନ କରିପାରିବ। କଣ ନା ତମେ ଏଇଠି କମା ରଖିଛ ମେଜରମେଣ୍ଟରେ। ତମେ ତମର ଆହୁରି ଆଗକୁ ଏକ୍ସାମ ଅଛି। ତମେ ତମ ବେଟର କରିପାରିବ ତମକୁ। ତମର ନିଜର ଗୋଲ ସେଟ କରିପାରିବ। ଆଉ ଆସେସମେଣ୍ଟ କଣ କହୁଛି ନା ଆଇଡେଣ୍ଟିଫାଇ ଦ ୱିକନେସ ଏରିଆ ଆଣ୍ଡ ୱାର୍କସ ଅନ୍ ଇଟ୍। ତାମାନେ ଏଟାରେ ତମେ କଣ କରିପାରିବ? ୱାର୍କ କରିବେ। ଗୋଲ ସେଟ କରିପାରିବ। କାହିଁକି ଏଠି କୁହାଗଲା ନା ଗୋଲ ତମର ହଉଛି 50 ରଖିଛ। ତମେ ଗୋଲ ସେଟ କରିବ ନା ମୁଁ 80, 90 ଉପରେ ରଖିବାକୁ ପଡିବ। ଗୋଟେ ଗୋଲ ସେଟ ତମେ ଜାଣିଗଲେ ଆକ୍ଚୁଆଲ ଡିଜିଟରେ ତମେ ଏକ୍ସପିରିଏନ୍ସ ହେଇଗଲା ତମର ମେଜରମେଣ୍ଟ କେତେ ହେଇଛି। ହେଲା। ତାପରେ ଆପଣଙ୍କର ଏଟା ଆମେ ଜାଣିଗଲେ। ହେଲା। ତାପରେ ଆପଣଙ୍କର ହଉଛି କଣ ନା ଆପଣଙ୍କର ଯେତେବେଳେ ଆସେସମେଣ୍ଟ କଥା ହଉଛି ସେ ଆପଣ ୱିକନେସ ଟାକୁ ଜାଣି ଯାଉଛନ୍ତି ଯେ 50 ମୁଁ କାହିଁକି ରଖିଲି। ତ ସେଇଟାକୁ କାମ କରିବାର ଅଛି। ସେଇଟା ମୁଁ 80, 90 ରଖିବାର ଅଛି ଫାଇନାଲ ଏକ୍ସାମରେ। ଆଉ ଇଭାଲୁଏସନ କଣ କହୁଛି? ଜଜ ଦ କ୍ୱାଲିଟି। ଜଜ ହେଇଗଲା ଆପଣଙ୍କର ଇଭାଲୁଏସନ। କାହିଁକି ନା ଏଠି ଆଉ କିଛି ଚେଞ୍ଜ କରିହବନି। ଯାହା ହେଇଛି ହେଇଛି ଫାଇନାଲ ଟାସ୍କ। ହେଲା। ଜଜ କରିନେଲେ। ତାପରେ ଆସିଲା କଣ? ପୁଣି ମେଜରମେଣ୍ଟ ଆପଣ କଣ ଆସିଲା? ଟୁ ଡେସ୍କ୍ରାଇବ ଦ ଇମ୍ପୋର୍ଟାନ୍ସ ବିଟୱିନ୍ ଦ ଆକ୍ଚୁଆଲ ଆଣ୍ଡ ଏକ୍ସପେକ୍ଟେଡ। ଆପଣ କେତେ ମାର୍କ ରଖିବେ ବୋଲି ଆପଣ ଭାବୁଥିଲେ। ଏକ୍ସାମ ଦେଇଛନ୍ତି ନା କେତେ ମାର୍କ ରେଜଲ୍ଟ ବାହାରିଗଲା ଆପଣ କେତେ ମାର୍କ ଆକ୍ଚୁଆଲି ରଖିଲେ। ଅଧିକ ରଖିଲେ କି କମ ରଖିଲେ ସେଇଟା ଏତିକି ଜାଣିପାରିବେ। କାହିଁକି ନା ମେଜରମେଣ୍ଟ କଲେ ଡିଜିଟ ଏକ୍ସପ୍ରେସନ ହେଲେ। ଆସେସମେଣ୍ଟ କଣ ହଉଛି? କଣ୍ଡକ୍ଟେଡ ଡ୍ୟୁରିଂ ଦ ଲର୍ଣ୍ଣର୍ସ ପ୍ରୋସେସ ପ୍ରୋଗ୍ରେସ। ତ ଆମେ କହୁଛନ୍ତି କଣ ନା ଏଠି ଆମେ ଲର୍ଣ୍ଣର ଆମେ ତାର ଇମ୍ପ୍ରୁଭମେଣ୍ଟ ଟାକୁ ଆମେ ଚେକ୍ କରୁଛନ୍ତି ଯେ କଣ ତାର ଆକ୍ଚୁଆଲି ହେଇଛି। କେତେ ମାର୍କ ସେ ରଖୁଛି। ତାର କଣ ନିଡ୍ ଅଛି ଆଉ କଣ ଚେଞ୍ଜେସ ହେଇପାରିବ। କିନ୍ତୁ ଆପଣ ଇଭାଲୁଏସନ କଣ କହୁଛନ୍ତି ନା ହେଲ୍ଡ ଆଟ୍ ଦ ଏଣ୍ଡ ଆଣ୍ଡ ଅଫ ଦ ଲର୍ଣ୍ଣର ପ୍ରୋସେସ। ତ ପ୍ରୋସେସ କୁ ବୁଝଉଛି ଲର୍ଣ୍ଣର କେତେ ଏଣ୍ଡ ଅଫ ଦ ମାନେ ଷ୍ଟେଜରେ ରଖିଛି। ତେଣୁ ଆମେ କହୁଛନ୍ତି ମେଜରମେଣ୍ଟ କୁ କଣ କହୁଛନ୍ତି ନା ସ୍କୋରିଂ ରେଜଲ୍ଟ। ଏଟା ଗୋଟେ ସ୍କୋରିଂ ରେଜଲ୍ଟ କୁ ବୁଝଉଛି। କଣ ନା ଆକ୍ଚୁଆଲି କେତେ ମାର୍କଟେ ରଖିଲା ସେ ସ୍କୋର। ସ୍କୋର କେତେ ରଖିଲା। ଆଉ ଆପଣ ଯେତେବେଳେ ଓଟିଟି ପରୀକ୍ଷା ଦେବେ ତ ଓଟିଟି ପରୀକ୍ଷା ଯେତେବେଳେ ଦଉଛନ୍ତି ଆପଣଙ୍କ ସ୍କୋର କେତେ ରହୁଛି?
75 ରହୁଛି ଆପଣଙ୍କର ହଉଛି ଏସସିବିସି, ଏସଟି, ଏସସି ପିଲାଙ୍କ ପାଇଁ ଆଉ ଜେନେରାଲ ପିଲାଙ୍କ ପାଇଁ ହଉଛି 90। ତ ଆପଣଙ୍କର ପରୀକ୍ଷା ସଇଲା ପରେ ଆପଣ କେତେ ସ୍କୋର ରଖିଲେ? କ୍ୱାଲିଫାଇଂ ତ ମାର୍କରୁ ଅଧିକ ରଖିଲେ, କମ ରଖିଲେ, ଏକ୍ସାକ୍ଟ ଭ୍ୟାଲୁ କେତେ ରଖିଲା? ଏଟା ସ୍କୋରିଂ ରେଜଲ୍ଟ। ଫର୍ମେଟିଭ ମାନେ କଣ? ଆପଣଙ୍କର ଯୋଉଟା କହିଲି, ଆପଣଙ୍କର କଣ ୱିକନେସ୍ ରହିଲା, ଏଟା ରହିଲା ଫର୍ମେଟିଭ। ଆପଣ ଚେଞ୍ଜେସ୍ କରିପାରିବେ। ହ୍ୱାଟ ଇସ୍ ଦ ଲର୍ନିଂ ଇଜ୍ ଗୋଇଂ ଅନ୍, ହାଉ ଦ ଲର୍ନିଂ ଇଜ୍ ଗୋଇଂ ଅନ୍ ଆମେ ବୁଝଉଛନ୍ତି। ହେଲା, ସେଇଟାକୁ ଆମେ ବୁଝଉଛନ୍ତି ଯେ ଆପଣ ଯଦି କମ ମାର୍କ ରଖିଲେ ତ ଆପଣ ନେକ୍ସଟ ଓଟିଟି ଏକ୍ସାମରେ ଆପଣ ଅଧିକ ମାର୍କ ରଖି ପାସ୍ କରିବାକୁ ଚେଷ୍ଟା କରିବେ। ଯଦି ପାସ୍ କରିଗଲେ ତ ଆପଣ ଜାଣିଗଲେ ଆପଣଙ୍କ ଲେବୁଲଟା କଣ। ଆପଣ ନେକ୍ସଟ ଏକ୍ସାମ କୌଣସି ଅଲଗା ଏକ୍ସାମ ଦଉଛନ୍ତି ତାର ପରଫରମାନ୍ସ ଚେକ୍ କରିପାରିବେ। ଗଲା। ସମେଟିଭ ହଉଛି କଣ? ଯାହା ଆପଣ ଫାଇନାଲ ଅଲରେଡି ଡିପୋଜିଟ ହେଇଯାଇଛି ମାର୍କ, ଆପଣ ସାର୍ଟିଫିକେଟ ଆସିବ। ଯଦି ଆପଣ 75 ବା 90 ଉପରେ ରଖିଲେ ତାହେଲେ ଆପଣଙ୍କର ଆସିଯିବ ସାର୍ଟିଫିକେଟ ଘରକୁ। ତ ଏଟା ସमेଟିଭ ମାନେ ଆପଣଙ୍କର ଅଲରେଡି ଇଟ୍ ଇଜ ସବମିଟେଡ, ମିନ୍ସ ଆପଣଙ୍କର ଏଟା ଆଉ କିଛି ଚେଞ୍ଜେସ୍ କରିହବନି। ଦ୍ୟାଟ ଇଜ ଫାଇନାଲ ଜଜମେଣ୍ଟ, ଜଜ ଦ କ୍ୱାଲିଟି ଆପଣଙ୍କର ଅଲରେଡି ହେଇଯାଇଛି। ହେଲା, ଏଟା ଫାଇନାଲ ଷ୍ଟେଜରେ ପହଞ୍ଚି ଯାଇଛନ୍ତି। ହେଲା, ଫାଇନାଲ ଟାସ୍କରେ ପହଞ୍ଚି ଯାଇଛନ୍ତି। ଦ୍ୟାଟ ଇଜ ଦ ସମେଟିଭ। ଏଟା ଆଶା କରୁଛି ଆପଣଙ୍କର ଏଇ କମ୍ପାରିଜନଟା ବୁଝିପାରିଥିବେ। କମ୍ପାରିଜନ ବୁଝିପାଇଲେ ଆପଣଙ୍କର ଯେକୌଣସି କ୍ୱେଶ୍ଚନ ଆସିବ ଆପଣଙ୍କର କରିପାରିବେ। ହେଲା, ତାପରେ ଆସିଲା କଣ? ଆପଣଙ୍କର ମ୍ୟାକ୍ସିମମ୍ କ୍ୱେଶ୍ଚନ ଆସେ ଆସେସମେଣ୍ଟ ଫର ଲର୍ନିଂ, ଆସେସମେଣ୍ଟ ଏଏଫଏଲ। ଏଟା ମନେ ରଖିଥିବେ, ଏଠି କ୍ୱେଶ୍ଚନ ଆସିଥାଏ। ଆସେସମେଣ୍ଟ ଫର ଲର୍ନିଂ ଆମେ କାହାକୁ କହୁଛନ୍ତି? ତ ଆପଣଙ୍କର ଆସେସମେଣ୍ଟଟା କଣ ପାଇଁ କରୁଛନ୍ତି? ଆସେସମେଣ୍ଟଟା ଲର୍ନିଂ ପାଇଁ ହିଁ କରୁଛନ୍ତି। ଏଠି ଫର ଲର୍ନିଂ ପାଇଁ କହିବ, ଫର ଲର୍ନିଂ କୁହାଗଲା। ତାମାନେ ଏଥିରେ କଣ ହଉଛି ନା, ଆସେସମେଣ୍ଟ ଡ୍ୟୁରିଂ ଦ ଇନଷ୍ଟ୍ରକ୍ସନ ଇଜ ଅଣ୍ଡରଷ୍ଟୁଡ as the assessment for the learning occurs through act of learning process। ତାମାନେ ଲର୍ନିଂ ପ୍ରୋସେସ ରେ ଗୋଟେ ଆକ୍ଟ ଅଛି କଣ ନା, ଆମେ ଆସେସମେଣ୍ଟ କରିବା। ଆମେ ଧର ଗୋଟେ କ୍ଲାସରେ ପିଲାମାନଙ୍କୁ ପଢଉଛନ୍ତି, ପଢଉ ପଢୁ ଆମେ ପଚାରିଦେଲେ ଏଇ କ୍ୱେଶ୍ଚନ ଆନ୍ସର ଦେଲୁ, ଏଇଟା ପଢେଇଲେ ଏବେ। ତ ଏଟାକୁ ଚେକ୍ କଲେ ଯେ ସେ ପିଲାଟି ବୁଝୁଛି କି ନାହିଁ, ଡାୟଗ୍ନୋଜ କଲେ ଆମେ ପିଲାଟି ବୁଝୁଛି କି ନାହିଁ। and this type of assessment mainly based upon the feedback improvement, feedback ପାଇଁ ହିଁ କରାହେଇଥାଏ। ମନେ ରଖିଥିବ ଯେ ପଚାରିଦବ କୋଉ ଆସେସମେଣ୍ଟଟା ହଉଛି ଫିଡବ୍ୟାକ୍ ଓରିଏଣ୍ଟେସନ ହେଇଥାଏ, ଏଏଫଏଲ ନା ଏଓଏଲ ନା ଏଏଲ। ଆପଣ ବା ଆସେସମେଣ୍ଟ ଫର ଲର୍ନିଂ ବା ଆସେସମେଣ୍ଟ ଅଫ ଲର୍ନିଂ ନା ଆସେସମେଣ୍ଟ ଏଜ ଏ ଲର୍ନିଂ, ଏଟା ଫିଡବ୍ୟାକ୍ ଓ ଇମ୍ପ୍ରୁଭମେଣ୍ଟ ପାଇଁ ହିଁ ହୋଇଥାଏ। ଏଟା ମନେ ରଖିଥିବେ। ତେଣୁ ଫିଡବ୍ୟାକ୍ ଓରିଏଣ୍ଟେସନ ଯେତେବେଳେ ହୋଇଥିବ ତ ଏଟା ହଉଛି କାହାକୁ ବୁଝଉଛି ନା, ଆସେସମେଣ୍ଟ ଫର ଲର୍ନିଂ। ଫର, ଏଇ ଫର ରୁ ଆପଣ ମନେ ରଖିବେ, ଏଟା ଆପଣ ଡାୟଗ୍ନୋଷ୍ଟିକ ବୁଝଉଛି, ଫର୍ମେଟିଭ ଆସେସମେଣ୍ଟ କୁ ବୁଝଉଛି, ପାର୍ଟ ଅଫ ଦ ଆସେସମେଣ୍ଟ। ଫର ରୁ ଫର୍ମେଟିଭ, ଏତିକି ସର୍ଟକଟ ରେ ମନେ ରଖିଥିବେ। ଫର ରୁ ଫର୍ମେଟିଭ ହଉଛି, ଫର ରୁ ଫର୍ମେଟିଭ ଆମେ ବୁଝୁଛନ୍ତି। ହେଲା, ତ ଆପଣ ଯେତେବେଳେ କୌଣସି କ୍ୱେଶ୍ଚନ ଆସିବ ଆପଣଙ୍କର, ଯେ ଆପଣଙ୍କର ହଉଛି କଣ, ଆପଣ ଜାଣିପାରୁନାହାନ୍ତି ଯେ କାହାକୁ ଆମେ କହୁଛନ୍ତି ଫର୍ମେଟିଭ, କାହାକୁ କହୁଛନ୍ତି ସमेଟିଭ। ହେଲା, ତ ସେଇ ଜାଗାରେ ଆପଣ କଣ କରିବେ ନା, ଆପଣ ଏଇଟା ମନେ ରଖିବେ। ଏଇଟା ସର୍ଟକଟ ରେ ଆପଣଙ୍କୁ କହିଦେଲି ନା, ଆପଣଙ୍କର ହଉଛି କଣ, ଏଇଟା ଫରରେ ଫର୍ମେଟିଭ। ହେଲା, କଣ ନା ଆସେସମେଣ୍ଟ ଫର ଲର୍ନିଂ କଣ ପାଇଁ ଆମେ କରୁଛନ୍ତି ନା, ପିଲାଙ୍କର ଡାୟଗ୍ନୋଜ ପାଇଁ, ପିଲାଙ୍କର ଇମ୍ପ୍ରୁଭମେଣ୍ଟ ପାଇଁ ଆମେ କରୁଛନ୍ତି। ସେଟା ଫର୍ମେଟିଭ ରେ ହୋଇଥାଏ। ତାପରେ ଆସିଲା କଣ ନା, ଆସେସମେଣ୍ଟ ଅଫ ଲର୍ନିଂ କଣ ନା, ଏଓଏଲ ଆମେ କହୁଛନ୍ତି। ଅଫ ଲର୍ନିଂ କଣ ନା, ଆସେସମେଣ୍ଟ ହୁଇଚ କ୍ୟାରିଡ ଆଉଟ ଏଟ ଦ ଏଣ୍ଡ, ଯୋଉ ଆସେସମେଣ୍ଟଟା ଆପଣଙ୍କର ଲାଷ୍ଟ ଏଣ୍ଡ ରେ ହବ, ଆଉ କିଛି ଚେଞ୍ଜେସ କରିହବନି। ଆମେ ଜାଣିଛନ୍ତି ଏଣ୍ଡ ଫେଣ୍ଡ ଲାଗିଗଲା ମାନେ ଏଟା ଆପଣ କାହାକୁ ବୁଝଉଛି? ସमेଟିଭ ବୁଝଉଛି। यूनिट लर्निंग एंड साइकिल ऑफ द नोन इज असेसमेंट। तो समेटिव असेसमेंट होउची कोन, नोन एज द असेसमेंट ऑफ लर्निंग। आउट हैला कोन, असेसमेंट आज लर्निंग कोन ना, पिला माने निजस्व पढिबे। कोन ना, असेसमेंट ऑफ लर्निंग ऑकर्स व्हेन स्टूडेंट आर देयर ओन असेसर। पिला माने निजु को असेस करछन ना, मोर टे कम मार होउची म अधिक रखिया चेष्टा करिवि, ना मोर टे कम पडुची अधिक पढिया चेष्टा करिवि, ना निजु को निजे असेसमेंट करछन्ती। हेडी टीचर आवश्यकता नै पिला मानकर, सेटा को जे लर्निंग असेसमेंट आज लर्निंग। ତେଣୁ ଏଟାକୁ ଆମେ କଣ କହୁଛନ୍ତି ନା, ସେଲ୍ଫ ଲର୍ନିଂ ବା ସେଲ୍ଫ ଆସେସମେଣ୍ଟ ବୋଲି ଆମେ କହୁଛନ୍ତି। ଆଶା କରୁଛି ଏଟା ବୁଝିପାରିବେ। ତାପରେ ଆସିଲା ମେଜରମେଣ୍ଟ କେତେ ପ୍ରକାର, କାଇଣ୍ଡସ ଅଫ ମେଜରମେଣ୍ଟ କଣ? ଗୋଟେ ହଉଛି ଡାଇରେକ୍ଟ ମେଜରମେଣ୍ଟ, ଆଉ ଗୋଟେ ହଉଛି ଇନଡାଇରେକ୍ଟ ମେଜରମେଣ୍ଟ। ବୁଝିବା ଡାଇରେକ୍ଟ ମେଜରମେଣ୍ଟ କଣ? ହ୍ୱେନ ዊ ମେଜର ହାଇଟ ୱେଟ, ଆମେ ପିଲାମାନଙ୍କୁ ସ୍କୁଲରେ ହାଇଟ ୱେଟ ସବୁ ମାପନ୍ତି, ବ୍ରେଥ, ଭଲ୍ୟୁମ, that means the direct measurement ଆମେ କହୁଛନ୍ତି। standard of unit ଆମେ direct measurement କଲେ। ହଁ, ଆଉ ଇନଡାଇରେକ୍ଟ କଣ? sometimes no instrument are available। ଇନଷ୍ଟ୍ରୁମେଣ୍ଟ ମାପିବା ପାଇଁ କୌଣସି ଇନଷ୍ଟ୍ରୁମେଣ୍ଟ ନାହିଁ। ଯେମିତି ୱେଟ ମାପିବା ପାଇଁ ୱେଟ ମେସିନ ଅଛି, ହାଇଟ ମାପିବା ପାଇଁ ଆମେ ମାପକ ଅଛି। ତ ସେ ଅନୁସାରେ ଆପଣଙ୍କର ଇନଡାଇରେକ୍ଟ ମେଜରମେଣ୍ଟ କଣ ନା, ଯେତେବେଳେ କୌଣସି ଇନଷ୍ଟ୍ରୁମେଣ୍ଟ ନଥାଏ ତ ସେଇ ଜାଗାରେ ଆମେ କଣ କହୁଛନ୍ତି ନା, ଏଟାକୁ ଇନଡାଇରେକ୍ଟ ମେଜରମେଣ୍ଟ କହୁଛେ। ଇନଡାଇରେକ୍ଟଲି ଆମେ ଗୋଟେ ମେଜରମେଣ୍ଟ କରିବା। ହେଲା, example, want to know the quality of heat, quantity of heat in the substance। ଗୋଟେ substance ରେ କେତେ quantity ର ଗରମ heat ଅଛି, ଏଟାକୁ ଆମେ ତ exact ମାନେ କୌଣସି ମାପକ ନାହିଁ ବା ୟୁନିଟ ଅଫ ମେଜରମେଣ୍ଟ ନାହିଁ, ତ ଏଟାକୁ ଆମେ ଇନଡାଇରେକ୍ଟଲି ମେଜରମେଣ୍ଟ କରିଥାନ୍ତି। ତାପରେ ଆସିଲା କଣ, ରିଲେଟିଭ ମେଜରମେଣ୍ଟ କଣ ନା, ମେଜରମେଣ୍ଟ ଅଫ ଇଣ୍ଟେଲିଜେନ୍ସ। ଆମେ ଇଣ୍ଟେଲିଜେନ୍ସ ଆଇ କୁ ମାପୁଛନ୍ତି।
ପିଲାମାନଙ୍କର ହେଲା। MA/CA into 100 ଆମେ ମାରୁଛନ୍ତି ହେଲା। ମେଣ୍ଟାଲ ଏଜ୍, କ୍ରୋନୋଲୋଜିକାଲ ଏଜ୍ into 100 ଆମେ କରୁଛନ୍ତି। ତ ସେଇ ଜାଗାରେ ଆମେ କଣ କରୁଛନ୍ତି ନା ଆମେ ଇଣ୍ଟେଲିଜେନ୍ସ ମାପୁଛନ୍ତି, ମେଜରମେଣ୍ଟ କରୁଛନ୍ତି। ଏଟା ରିଲେଟିଭ ମେଜରମେଣ୍ଟ କୁହାଯାଉଛି। ଯେମିତି କି ପିଲାର ଇଣ୍ଟରେଷ୍ଟ କେତେ, ଆପ୍ଟିଟ୍ୟୁଡ କେତେ, ଏଟା ଗୋଟେ ଆମେ ରିଲେଟିଭଲି ଆମେ ତାକୁ ମେଜର କରୁଛନ୍ତି ହେଲା। ସେଟାକୁ ରିଲେଟିଭ ମେଜରମେଣ୍ଟ କୁହାଯିବ। ତାପରେ ଆପଣ କଣ ହଉଛି ନା ଟାଇପ୍ସ ଅଫ ଆପଣଙ୍କର ରହୁଛି କଣ ନା ଟାଇପ୍ସ ଅଫ ଆପଣଙ୍କର ହଉଛି ସ୍କେଲ ୟୁଜଡ ଇନ ମେଜରମେଣ୍ଟ। ମେଜରମେଣ୍ଟ କେତେ ପ୍ରକାର ଟାଇପ ଅଫ ସ୍କେଲ ଅଛି ଯୋଉଟା କି ଆମେ ୟୁଜ କରୁଛନ୍ତି ମେଜରମେଣ୍ଟ। ଗୋଟେ ହଉଛି ନମିନାଲ ସ୍କେଲ, ଗୋଟେ ହଉଛି ଅର୍ଡିନାଲ ସ୍କେଲ, ଆଉ ଗୋଟେ ହଉଛି ଇଣ୍ଟରଭାଲ ସ୍କେଲ। ଏଗୁଡା ସବୁ ଆମେ ଜାଣିବା। ଫାଷ୍ଟ ହଉଛି କଣ ନମିନାଲ ସ୍କେଲ ଆମେ କାହାକୁ କହୁଛନ୍ତି? ଯୋଉଟା କି ନମିନାଲ ସ୍କେଲ ଆମେ ଯେତେବେଳେ କୋଣ ସଚ ଏ ସ୍କେଲ ଆର୍ ୟୁଜ ଇନ କ୍ଲାସିଫାଇ ଦ ଅବଜେକ୍ଟ with the help of the nominal scale। ଗୋଟେ ଅବଜେକ୍ଟ କୁ ଆମେ କ୍ଲାସିଫାଇ କରୁଛନ୍ତି କୋଉ କ୍ୟାଟେଗୋରୀରେ ଅଛି। We can identify the group of sub objects କଣ ନା when we assign the number କଣ ନା 1 2 3 4 ଏମିତି କରିକି ଆମେ ଗୋଟେ ନମ୍ବର ଦେଲେ ହେଲା। in different cricket team player identify the position। ତ ଏକ ନମ୍ବରରେ କିଏ ଖେଳୁଛି, ଦୁଇ ନମ୍ବରରେ କିଏ ଖେଳୁଛି, ତିନି ନମ୍ବରରେ ବ୍ୟାଟିଂ କିଏ ଆସୁଛି, ତ ଆମେ ଗୋଟେ ପୋଜିସନ କଲେ। ତ ସେଇଟା ଆମେ ଯେତେବେଳେ ସିରିଏଲି ଏ ଗ୍ରୁପ ନେଇକି ଆପଣଙ୍କ ଲିଷ୍ଟ କଲେ ଯେ ଏକ ନମ୍ବର କିଏ ଖେଳିବ, ଆମର 11ଟା ଟିମ୍ ଭିତରେ ଏକ ନମ୍ବରରେ କିଏ ଅଛି, ଦୁଇ ନମ୍ବରରେ କିଏ ଅଛି, ଏଟା ଆମେ କଲେ। ତ ଏଟା କୁହାହଉଛି କଣ ନା ନମିନାଲ ସ୍କେଲ ବୋଲି ଆମେ କହୁଛନ୍ତି। ଇନ ନମିନାଲ ସ୍କେଲ ଦ ଭ୍ୟାଲୁ ଆର୍ ଆର୍ବିଟାରୀ ଇନ ନେଚର ଆଣ୍ଡ ନମ୍ବର ଆସାଇନ୍ ଆର୍ ନଟ୍ ବାଉଣ୍ଡ ବାଇ ଦ ଏନି ରୁଲ୍ସ। ରୁଲ ସେଠି କିଛି ଲାଗିବ ନାହିଁ। ଏଇଠି ସିମ୍ପଲି ନମ୍ବରିକାଲି ୱିଦାଉଟ୍ ଏନି ଲଜିକାଲ କନସିଡର ରେ ଏଟା ଆମର ରଖା ହେଇଛି। ଇଟ୍ ଇଜ ଲୋଏଷ୍ଟ ଲେବୁଲ ଅଫ ମେଜରମେଣ୍ଟ ସୋ ଇଟ୍ ଇଜ ପ୍ରିମିଟିଭ ଓଲ୍ଡେଷ୍ଟ। ଏଟାକୁ ପ୍ରିମିଟିଭ ବା ଓଲ୍ଡେଷ୍ଟ ଆମେ କହୁଛନ୍ତି କାହିଁକିନା ଏଟା ଆଗରୁ ଏଇଭଳିଆ pattern ରେ ଚାଲୁଥିଲା ହେଲା। ନମିନାଲ ସ୍କେଲରେ ଚାଲୁଥିଲା ମେଜରମେଣ୍ଟଟା ହେଲା। ଏଟା କୌଣସି ଗୋଟେ ଲଜିକ ପୁଟ ହଉନି। କିନ୍ତୁ ଅର୍ଡିନାଲ ସ୍କେଲ ଆମେ ଜାଣିବା ଇଟ୍ ଇଜ ସିନୋନିମସଲି ରାଙ୍କିଙ୍ଗ ଇନ ଗ୍ରେଡିଂ। ଏଟା ରାଙ୍କିଙ୍ଗ କୁ ବୁଝଉଛି, ଏଟା ଗ୍ରେଡିଂ ଏଟା ଲଜିକ ରହୁଛି ଏଠି କଣ ନା ରାଙ୍କିଙ୍ଗ ଆଉ ଆମେ ଗ୍ରେଡିଂ କୁ ବୁଝଉଛନ୍ତି ହେଲା। ରାଙ୍କିଙ୍ଗ ଗ୍ରେଡିଂ ମାନେ କଣ ଆମକୁ ଜାଣିବାକୁ ପଡିବ ନା ରାଙ୍କିଙ୍ଗ ଗ୍ରେଡିଂ ଆମେ କାହାକୁ କହୁଛନ୍ତି ଯେତେବେଳେ ପିଲାଟି କେତେ ମାର୍କ ରଖିଛି ତା ଅନୁସାରେ ତା ରାଙ୍କ କୁ ବୁଝଉଛି କଣ ନା ଇଟ ଇଜ ଦ କ୍ୱାଣ୍ଟିଟେଟିଭଲି ଡିଫରେନ୍ସ ଫ୍ରମ ଦ ଆମେ କହୁଛନ୍ତି କଣ କ୍ୟାଟେଗୋରୀ ଟୁ କ୍ୟାଟେଗୋରୀ ଅନୁସାରେ ରହୁଛି। ଇଟ କ୍ୟାନ୍ ବି ଲୋଏଷ୍ଟ ଟୁ ହାଇଏଷ୍ଟ କୁ ଯାଉଛନ୍ତି ବା ହାଇଏଷ୍ଟ ଟୁ ଲୋଏଷ୍ଟ କୁ ଯାଉଛନ୍ତି। ଇନ ଅର୍ଡିନାରୀ ସ୍କେଲ we can use the following statistic measurement central tendency ଯେମିତି mean median mode ଆମେ ପଢିଥିଲେ। mean median mode ରେ ଆମେ ଯେମିତି କାଲକୁଲେସନ କରୁଛନ୍ତି ସେଟାକୁ ବୁଝଉଛି କଣ ନା ପିଲାଟି ଗୋଟେ ମାର୍କ ରଖିଛି ଅଧିକ ଯିଏ ସେ ହାୟର ରାଙ୍କରେ ରହିବ। ତାଠାରୁ ଯିଏ କମ ରହିଲା ତା ପର ରାଙ୍କରେ ରହିବ। ଫାର୍ଷ୍ଟ ଡିଭିଜନ, ସେକେଣ୍ଡ ଡିଭିଜନ, ଥାର୍ଡ ଡିଭିଜନ ଏଇ ସବୁ ରାଙ୍କ ଯେମିତି କି ଆମେ ଏଟା କହୁଛନ୍ତି। ଯେମିତି ଗୋଟେ ଅଲମ୍ପିକ ରେ ଫାଷ୍ଟ ହେଲା ତାକୁ 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 ରାଙ୍କ ଟା ଉଞ୍ଚାରେ ଦିଆଗଲା, ଗୋଲ୍ଡ ମେଡାଲ ଦିଆଗଲା। ତାପରେ ଆପଣଙ୍କର କଣ ସିଲଭର ମେଡାଲ, ବ୍ରୋଞ୍ଜ ମେଡାଲ ଏଇଗୁଡା ସବୁ ଦିଆଯାଉଛି ହେଲା ରାଙ୍କିଙ୍ଗ ଅନୁସାରେ। ଏଟା ଲଜିକ ଅଛି। ତାପରେ ହେଲା ଇଣ୍ଟରଭାଲ ସ୍କେଲ କଣ? ଇଣ୍ଟରଭାଲ ସ୍କେଲ ହ୍ୟାଭ ଦ ଆର୍ବିଟ୍ରାରୀ ଜିରୋ। ଆର୍ବିଟ୍ରାରୀ ଜିରୋ ବୋଲି ଆମେ ଧରୁଛନ୍ତି। ଦ୍ୟାଟ ଇଜ नो ଆବସଲ୍ୟୁଟ ଜିରୋ ପଏଣ୍ଟ। ତାର କୌଣସି ଜିରୋ ପଏଣ୍ଟ ବି ନଥାଏ। ତ ଇଣ୍ଟରଭାଲ ସ୍କେଲ ଦେୟାର ଇଜ नो ଆବସଲ୍ୟୁଟ ଜିରୋ ପଏଣ୍ଟ ରେଫରେନ୍ସ ଟୁ ଦ ଜିରୋ ଇଞ୍ଚ ମିନ୍ସ ହେଲା। ଆମେ ଏଟା ଜିରୋ ପଏଣ୍ଟ ଏଠି ନଥାଏ। ତାପରେ ଆଇଲା ରେସିଓ ସ୍କେଲ ଆମେ କାହାକୁ କହୁଛନ୍ତି ମନେ ରଖିଥିବେ। ଆପଣଙ୍କର ଯେତେବେଳେ କ୍ୱେଶ୍ଚନ ଆସିବ ସେ ପଚାରିବ ଅ ଆମର କଣ ନା ଆପଣଙ୍କର ଆର୍ବିଟ୍ରାରୀ ଜିରୋ ଦ୍ୟାଟ ଇଜ नो ଆବସଲ୍ୟୁଟ ଜିରୋ ପଏଣ୍ଟ କାହା କୋଉ ସ୍କେଲ କୁ ବୁଝଉଛି। ତ ଆପଣଙ୍କର ହଉଛି ଇଣ୍ଟରଭାଲ କୁ ଆପଣ ସ୍କେଲ କୁ ବୁଝଉଛି। ଯୋଉ ତାର ଲଜିକାଲି କୌଣସି ଅଛି ଆଉ ଆମେ କଣ କରୁଛନ୍ତି ନା ହାଇଏଷ୍ଟ ଟୁ ଲୋଏଷ୍ଟ ବା ଲୋଏଷ୍ଟ ଟୁ ହାଇଏଷ୍ଟ ଅର୍ଡର ରଖୁଛନ୍ତି। ସେଟାକୁ ଆମେ କୋଉ ସ୍କେଲରେ କରିପାରିବା ନା ଅର୍ଡିନାଲ ସ୍କେଲରେ କରିପାରିବା। ଆମେ ସିରିୟଲି 1 ରୁ ନେଇକି ଆମେ 5 ବା 10 ପର୍ଯ୍ୟନ୍ତ ବା ଯାଉଛନ୍ତି। ନମିନାଲ ସ୍କେଲ ଆଉ ଓଲ୍ଡେଷ୍ଟ ସ୍କେଲ ବା ପ୍ରିମିଟିଭ ସ୍କେଲ ଆମେ କାହାକୁ କହୁଛନ୍ତି ନା ନମିନାଲ ସ୍କେଲ କୁ ଆମେ କହୁଛନ୍ତି। ଏଠି କ୍ୱେଶ୍ଚନ ଆସିବ। ତାପରେ ଆସିଲା ରେସିଓ ସ୍କେଲ ଆମେ କାହାକୁ କହୁଛନ୍ତି ନା the ratio scale is a refinement over other scales and fair the quantity of the measurement it is concerned। ତା ମାନେ ଏଟା ହଉଛି ଗୋଟେ କଣ refinement ବା other scale refinement କରିପାରିବା। so this scale has the defined 0 point। ଏଟାରେ 0 point ଅଛି। କୋଉ ସ୍କେଲରେ 0 point ଅଛି ନା ଆପଣଙ୍କର ରେସିଓ ସ୍କେଲରେ ଅଛି 0 point। ରେସିଓ କାଢିବା ହଁ 5:10 ଏମିତି କରି ଆମେ ରେସିଓ କାଢି ପାରିବା ହଁ। ତ ଏଟାକୁ ଆମେ କହୁଛନ୍ତି। ତ ଆପଣଙ୍କର କେତେ ପିଲା ରେସିଓ ଆମେ କାଢୁଛନ୍ତି ହେଲା। ତ ଏଟା ହଉଛି ଜିରୋ ଅଛି ଆବସଲ୍ୟୁଟ ଜିରୋ ପଏଣ୍ଟ ଅଛି କିନ୍ତୁ ଆପଣଙ୍କର ଇଣ୍ଟରଭାଲ ଆପଣଙ୍କର ଜିରୋ ବୋଲି ନାହିଁ। ତ ଏଟା ଆମେ ଜାଣିଲେ। So this scale has the definite 0 point and in this scale difference between the 15 and 10 is equal to the difference between ଆପଣଙ୍କର 83 to 78 ଭିତରେ ଡିଫରେନ୍ସ କୁ ବୁଝଉଛି। ତ ଆମେ ଏଟାକୁ ବୁଝିଲେ ଗୋଟେ ଏକ୍ସାମ୍ପଲ ତରଫରୁ ତ ଆପଣଙ୍କ ରେସିଓ ଆମେ କାଢୁଛନ୍ତି। ରେସିଓ କାହାର କେତେ ରେସିଓ ହେଲା।
ତ ସେଇ ଅନୁସାରେ ଆମେ ତାକୁ ପୁଟ୍ କରୁଛନ୍ତି। ତାପରେ ଆସିଲା ଟାଇପ୍ ଅଫ୍ ଇଭାଲୁଏସନ। ଇଭାଲୁଏସନ କେତେ ପ୍ରକାର? ଗୋଟେ ଫାର୍ଷ୍ଟ ଆମେ ପଢିବା ପ୍ଲେସମେଣ୍ଟ ଇଭାଲୁଏସନ। ପ୍ଲେସମେଣ୍ଟ ଇଭାଲୁଏସନ କଣ? ଯେତେବେଳେ ଆମେ ଗୋଟେ ପିଲାକୁ କଣ କରୁଛନ୍ତି ନା ଗୋଟେ ସ୍ଥାନ ସଂରକ୍ଷଣ କରିବା ପାଇଁ ଆମେ ତାକୁ ଇଭାଲୁଏସନ କରୁଛନ୍ତି। ପିଲାଟି ଷଷ୍ଠ ଶ୍ରେଣୀରେ ଅଛି, ସପ୍ତମ ଶ୍ରେଣୀରେ ଯିବ। ସପ୍ତମ ଶ୍ରେଣୀକି ଯିବାକୁ ହେଲେ ତାର ଆମେ ଦେଖୁଛନ୍ତି ଯେ ପିଲାର ନଲେଜ କେତେ ସପ୍ତମ ଶ୍ରେଣୀରେ ପଢିପାରିବ ତ? ସେଟା ପ୍ଲେସମେଣ୍ଟ ଇଭାଲୁଏସନ କହୁଛନ୍ତି। ପିଲାଟି ପଞ୍ଚମ ଶ୍ରେଣୀ ପରେ ଜବାହରଲାଲ ନବୋଦୟ ବିଦ୍ୟାଳୟରେ ପଢିବ, ଗୋଟେ ବୃତ୍ତି ପରୀକ୍ଷା ଦଉଛି। ତ ତାର ପ୍ଲେସମେଣ୍ଟ ପାଇଁ ସେଟା ଦଉଛି। ସେଟାକୁ ସେଇ ଏକ୍ସାମ ଟାକୁ ପ୍ଲେସମେଣ୍ଟ ଇଭାଲୁଏସନ କହିବା। ତମେ ମାନେ ଓଟିଟି, ଓଏସଟିଟି, ସିଟିଟି ଏକ୍ସାମ ଦଉଛ, ତ ଗୋଟେ ସ୍ଥାନ ସଂରକ୍ଷଣ କରିବ। କଣ? ନା ତମେ ଗୋଟେ ସାର୍ଟିଫିକେଟ ନବ ଯେ ତମେ ଆଗାମୀ ଟିଚର ଏକ୍ସାମରେ ତମେ ଏଲିଜିବଲ ହେଲ। ଗୋଟେ ସ୍ଥାନ ସଂରକ୍ଷଣ କଲ। ତାକୁ ପ୍ଲେସମେଣ୍ଟ ଇଭାଲୁଏସନ କୁହାଯାଉଛି। ଏଟାକୁ ମନେ ରଖିଥିବ। କଣ ନା ଇଟ୍ ଇଜ ରିଲେଟେଡ ଟୁ ଦ ଇଭାଲୁଏସନ ଅଫ ପୁପିଲ୍ସ ଏଣ୍ଟ୍ରି ବିହେଭିୟର। ମନେ ରଖିଥିବ ଏଣ୍ଟ୍ରି ବିହେଭିୟର ଯୋଉ ୱାର୍ଡଟି ଥିବ ଯୋଉଠି ଏଣ୍ଟ୍ରି ବିହେଭିୟର। ଆପଣ ସ୍ଥାନ ସଂରକ୍ଷଣ ନା ଗୋଟେ ଏଣ୍ଟ୍ରି କରୁଛନ୍ତି। ନବୋଦୟ ବିଦ୍ୟାଳୟରେ ଆପଣ ପଢିବେ, ସେ ପଞ୍ଚମ ଶ୍ରେଣୀରେ ଆପଣ ଏଣ୍ଟ୍ରାନ୍ସ ଦେଲେ, 6 କ୍ଲାସ ହବ। ଆପଣ ଗୋଟେ ଏଣ୍ଟ୍ରି ବିହେଭିୟର ଏକ୍ସାମ ଦେଲେ ବା ଏଣ୍ଟ୍ରି ପରଫର୍ମାନ୍ସ ଆମେ ଆମେ କହୁଛନ୍ତି। ବୁଝିପାରିଲେ? ତ ସେଟାକୁ ଆମେ କହୁଛନ୍ତି ପ୍ଲେସମେଣ୍ଟ ଇଭାଲୁଏସନ। ଦ ପୁପିଲ ପ୍ରୋସେସେସ୍ ଅଫ ଦ ପ୍ରିଭିୟସ ନଲେଜ। ଆପଣଙ୍କର ପୂର୍ବ ଜ୍ଞାନ କେତେ ଅଛି ତା ପାଇଁ ଏକ୍ସାମ ହବ ବା ସ୍କିଲ ଟେଷ୍ଟ ହବ, ସେଇଟାକୁ ବୁଝଉଛି। ବୁଝିପାରିଲେ? ତ ପ୍ଲେସମେଣ୍ଟ ଇଭାଲୁଏସନ ରେଡିନେସ ଟେଷ୍ଟ କହୁଛନ୍ତି ବା ଆପ୍ଟିଟ୍ୟୁଡ ଟେଷ୍ଟ କହୁଛନ୍ତି ବା ପ୍ରିଟେଷ୍ଟ ଅନ୍ ଦ କୋର୍ସ ଅବଜେକ୍ଟିଭ କହୁଛନ୍ତି ବା ସେଲ୍ଫ ରିପୋର୍ଟ ଇନଭେଣ୍ଟରିଜ କହୁଛନ୍ତି ବା ଅବଜରଭେସନାଲ ଟେକ୍ନିକ ଆର୍ ଏମ୍ପ୍ଲଏଡ ଆକର୍ଡିଂ ଟୁ ଦ ପର୍ପୋଜେସ୍ କୁ ଆମେ ବୁଝଉଛନ୍ତି। ତ ପ୍ଲେସମେଣ୍ଟ ଇଭାଲୁଏସନ ହେଲ୍ପସ ଫର ଦ ଆଡମିନିଷ୍ଟ୍ରେସନ ଷ୍ଟୁଡେଣ୍ଟସ, admission students, new courses or fear of starting new units. This type of evaluation is used to know the pre-qualities ବା ଆପଣଙ୍କର ପ୍ରି ରିକ୍ୱିଜାଇଟ୍ ସ୍କିଲ୍ସ ଫର ଦ ଷ୍ଟୁଡେଣ୍ଟସ୍। ମାନେ ଆପଣଙ୍କର ଗୋଟେ କୋର୍ସ କରିବେ ବା ଗୋଟେ ଆପଣ ଆଗକୁ ଗୋଟେ ସ୍ଥାନ ସଂରକ୍ଷଣ କରିବେ, ଆପଣଙ୍କ ପୂର୍ବର ସ୍କିଲ୍ କେତେ ଅଛି ସେଟା ଚେକ୍ କରାଯାଉଛି। ସେଟାକୁ ଆମେ କହୁଛନ୍ତି ଏଣ୍ଟ୍ରି ବିହେଭିୟର ଚେକ୍ କରାଯାଉଛି। ଯେଟା କହୁଛି ପ୍ଲେସମେଣ୍ଟ ଇଭାଲୁଏସନ। କଣ ଏକ୍ସାମ୍ପଲ ଆମେ ଦେଇଦେଲେ ଓଟିଟି, ଓଏସଟିଟି, ସିଟିଟି ଏକ୍ସାମ ଦଉଛନ୍ତି। ଏଟାକୁ ଆମେ କଣ କହୁଛନ୍ତି ନା ଆମେ ପ୍ରି ରିକ୍ୱିଜାଇଟ୍ ଟେଷ୍ଟ ବୋଲି ଆମେ କହୁଛନ୍ତି। ଯୋଉଟାକି ଆମେ ପ୍ରି ରିକ୍ୱିଜାଇଟ୍ ଟେଷ୍ଟ କରିକି ଆମେ ପିଲାମାନଙ୍କୁ କଣ କରିପାରିବା, ନଲେଜ ଚେକ୍ କରିପାରିବା। ଯାହାଦ୍ୱାରା ଆମେ କଣ କହୁଛନ୍ତି ନା આપણે ଆପଣଙ୍କର ଏଣ୍ଟ୍ରି ବିହେଭିୟରକୁ ବୁଝଉଛି। ତାପରେ ଆସିଲା କଣ ନା ତାପରେ ଆସିଲା ଫର୍ମେଟିଭ ଇଭାଲୁଏସନ ବା ଆସେସମେଣ୍ଟ ବୁଝଉଛନ୍ତି। କଣ ନା ଦିସ୍ ଇଭାଲୁଏସନ ଏମ୍ସ ଟୁ ଇଭାଲୁଏଟ ଦ ପୁପିଲ୍ସ ଲର୍ଣ୍ଣିଂ ପ୍ରୋସେସ। ଏଇ ମନେ ରଖିଥିବେ, ପିଲାମାନଙ୍କ ଲର୍ଣ୍ଣିଂ ପ୍ରୋଗ୍ରେସକୁ ଆମେ ଚେକ୍ କରୁଛନ୍ତି ଗୋଟେ ଡ୍ୟୁରିଂ ଦ କୋର୍ସ। ଗୋଟେ କୋର୍ସ ଚାଲିଛି, ଆପଣ କ୍ଲାସରେ ପଢଉଛନ୍ତି, ହଠାତ୍ ଆପଣ ଗୋଟେ ପିରିୟଡିକ ଏକ୍ସାମ ନେଇଗଲେ ବା ଆପଣଙ୍କର FA1 ଫର୍ମେଟିଭ ଆସେସମେଣ୍ଟ 1 ନେଇଗଲେ, 2 ନେଇଗଲେ, ଆପଣଙ୍କର ସେଥିରେ କୌଣସି ପିଲାଙ୍କର ମାର୍କଟା ଫାଇନାଲ ରେଜଲ୍ଟ ସିଟରେ କୌଣସି ଆସିବ ମାନେ ଇମ୍ପାକ୍ଟ ପକେଇବ ନା, ଆପଣ ଚେକ୍ କରୁଛନ୍ତି ପିଲାଟିର ଆଉ କଣ ଇମ୍ପ୍ରୁଭମେଣ୍ଟ ହେଇପାରିବା ଦରକାର ହେଲା। ତ ସେଇଟାକୁ ଆମେ କହୁଛନ୍ତି କଣ, ଲର୍ଣ୍ଣିଂ ପ୍ରୋଗ୍ରେସକୁ ବୁଝଉଛନ୍ତି। ତ ସେଇଟାକୁ ଫର୍ମେଟିଭ ବୋଲି ଆମେ କହୁଛନ୍ତି। ତ ହ୍ୱାଟ ଆର୍ ଦ ଲର୍ଣ୍ଣିଂ ଡିଫିକଲ୍ଟିଜ। ପିଲାମାନେ କୋଉ ଲର୍ଣ୍ଣିଂ ଡିଫିକଲ୍ଟିଜ ଫେସ୍ କରୁ, ମ୍ୟାଥରେ କୋଉ ପ୍ରୋବ୍ଲେମଟା ଟପିକଟା ସଲ୍ଭ କରିପାରୁନାହାନ୍ତି, ଡିଫିକଲ୍ଟ ଫେସ୍ କରୁଛନ୍ତି, ସେଟାକୁ ଆମେ କହୁଛନ୍ତି ଫର୍ମେଟିଭ ଇଭାଲୁଏସନ। କନସର୍ନ ୱିଥ ଦିସ୍ କ୍ୱେଶ୍ଚନ। ସବୁବେଳେ ଫର୍ମେଟିଭ ଇଭାଲୁଏସନ ହିଁ କ୍ୱେଶ୍ଚନଟାକୁ ଡିଲ୍ କରିଥାଏ। ଇଟ୍ ପ୍ରୋଭାଇଡ ଦ କଣ୍ଟିନ୍ୟୁଅସ୍ ଫିଡବ୍ୟାକ୍। ଫିଡବ୍ୟାକ୍ ହିଁ ଦଉଥିବ। ମନେ କୋଉ ଇଭାଲୁଏସନ ପ୍ରୋସେସରେ ଆମେ ପିଲାମାନଙ୍କୁ କଣ୍ଟିନ୍ୟୁଅସ୍ ଫିଡବ୍ୟାକ୍ ଦେଇପାରିବା। ବୋଥ ଦ ପୁପିଲ ଆଉ ଟିଚର ମାନଙ୍କୁ ଦେଇପାରିବା, ଟିଚରକୁ ବି ଦେଇପାରିବା, ପୁପିଲକୁ ମାନେ ପିଲାମାନଙ୍କୁ ଦେଇପାରିବା। ସେଟା କହୁଛନ୍ତି କଣ ନା ଫର୍ମେଟିଭ ଇଭାଲୁଏସନ ବୋଲି ଆମେ କହୁଛନ୍ତି। ତାପରେ ବୁଝଉଛି କଣ ନା ଇମ୍ପ୍ରୁଭ ଦ ଲର୍ଣ୍ଣିଂ ଇନଷ୍ଟ୍ରକ୍ସନ। ଲର୍ଣ୍ଣିଂ ଇନଷ୍ଟ୍ରକ୍ସନକୁ ଇମ୍ପ୍ରୁଭ କରିପାରିବା। ହିୟର ଦ ଟେଷ୍ଟ ଅନ୍ ଇଚ୍ ୟୁନିଟ୍ ଅର୍ ଚାପ୍ଟରକୁ ଆମେ ଟେଷ୍ଟ କରିପାରିବା। ଏଟାକୁ ବୁଝଉଛନ୍ତି। ଏଟାକୁ ଫର୍ମେଟିଭ ବୋଲି ଆମେ କହୁଛନ୍ତି। ତାପରେ ଆସିଲା କଣ ନା ବାଇ ବେନଲି ଟିଚର ମେଡ୍ ଦ ଟେଷ୍ଟ। ଏଟା ଟିଚର ମେଡ୍ ଟେଷ୍ଟରେ ହୋଇଥାଏ। ଟିଚର ମେଡ୍ ଟେଷ୍ଟ ବି ବୁଝେଇଛି ଆପଣମାନଙ୍କୁ ପ୍ରିଭିୟସ କ୍ଲାସରେ, ଆପଣମାନେ କ୍ଲାସ କରନ୍ତୁ ଦେଖିପାରିବେ। ଏଟାକୁ ଆମେ ଟିଚର ମେଡ୍ ଟେଷ୍ଟ ବୋଲି ଆମେ କହୁଛନ୍ତି। ଟିଚର ମେଡ୍ ଟିଚର ଯୋଉ ପଢେଇବ ସେଇ ଟିଚର ସେଇ ପରୀକ୍ଷାଟାକୁ କରେଇବ, ସେଟାକୁ ଟିଚର ମେଡ୍ ଟେଷ୍ଟ କହୁଛନ୍ତି ହେଲା। ତ ଅବଜରଭେସନାଲ ଟେକ୍ନିକ ଆର୍ ଅଲସୋ ହେଲ୍ପଫୁଲ ଦ ଫର୍ମେଟିଭ ଇଭାଲୁଏସନ। ଅବଜରଭେସନାଲ ଟେକ୍ନିକଟା ବହୁତ ହି ହେଲ୍ପ କରିଥାଏ। ବହୁତ ହି ଆପଣଙ୍କର ଅବଜରଭେସନାଲ ଟେକ୍ନିକଟା ବହୁତ ହି ହେଲ୍ପ କରିବ। ତ ସେଟାକୁ ଆପଣଙ୍କୁ ବୁଝିବାକୁ ପଡିବ ଯେ ଆପଣ ଯେତେବେଳେ ପିଲାମାନଙ୍କୁ ପଢଉଛନ୍ତି, ଅବଜରଭେସନାଲ ଅବଜର୍ଭ କରୁଛନ୍ତି ପିଲାଟି କିପରି ପଢୁଛି, କୋଉଠି ପ୍ରୋବ୍ଲେମ ରହୁଛି, ସେଟାକୁ ଆମେ ଜାଣୁଛନ୍ତି। ସେଥିପାଇଁ କୁହାଯାଏ ଏଟା ଅବଜରଭେସନାଲ ଟେକ୍ନିକ। ତାପରେ ଆସିଲା କଣ ଦିସ୍ ଇଭାଲୁଏସନ ବେଷ୍ଟ ସଲ୍ଭ ବାଇ ଦ କ୍ରାଇଟେରିଆ ରେଫରେନ୍ସ ଇଭାଲୁଏସନ। ଏଟା ବହୁତ ହେଲ୍ପ କରିଥାଏ। ପିଲାଟି କେତେ କେତେ ମାର୍କ ରଖିଲା କ୍ୟାଟେଗୋରୀ ୱାଇଜ, କଣ ରଖିଲା, କେତେ ତାଲିମ ଉଲ୍ଟେ, ସେଟା ଆମେ ଚେକ୍ କରୁଛନ୍ତି। ଏଠି ହେଲ୍ପସ ଟୁ ରିମୁଭ ଦ ଲର୍ଣ୍ଣିଂ ଏରର। ତ ପିଲାମାନେ ଯୋଉ ପାଠ ପଢିବାରେ ଯୋଉ ପ୍ରୋବ୍ଲେମ ହଉଛି, ଯୋଉ ପ୍ରୋବ୍ଲେମଟାକୁ ଆମେ ଡିଟେକ୍ଟ କରିବା, ତାକୁ ରିମୁଭ କରିବା। ତାପରେ ଆସିଲା କଣ ଡାଇଗ୍ନୋଷ୍ଟିକ ଇଭାଲୁଏସନ ଆସିଲା, ଯୋଉଟାକି ଆମେ ଡାଇଗ୍ନୋଷ୍ଟିକ ଇଭାଲୁଏସନ କଣ ନା ଇଟ ଇଜ ଦ ଟାଇପ ଅଫ ଇଭାଲୁଏସନ ଗିଭେନ ବିଫୋର ଦ ଇନଷ୍ଟ୍ରକ୍ସନ। ଇନଷ୍ଟ୍ରକ୍ସନ ଦେବା ପୂର୍ବରୁ ଆମେ ଗୋଟେ ଇଭାଲୁଏସନ କଲେ, କଣ ନା ଏଠି ଇନଷ୍ଟ୍ରକ୍ସନ ଦେବା ପୂର୍ବରୁ ଯୋଉ ଇଭାଲୁଏସନଟା କରିବା, ସେଟାକୁ ଆମେ କଣ କହୁଛନ୍ତି, ଡାଇଗ୍ନୋଷ୍ଟିକ କରୁଛନ୍ତି। ପିଲାଟିର ଇନଷ୍ଟ୍ରକ୍ସନ ନେଲା ବେଳେ କିଛି ପ୍ରୋବ୍ଲେମ ହବନି, ତ ତାର ଆଇଡେଣ୍ଟିଫାଇ କରିବା ତାର ଷ୍ଟ୍ରେଂଥ ଏରିଆଟାକୁ,
ଆଉ ଆପଣଙ୍କର ୱିକନେସ୍ ଏରିଆଟାକୁ ଆମେ ପାର୍ଟିକୁଲାର ଆଇଡେଣ୍ଟିଫାଇ କରିବା। ସେ ଅନୁସାରେ ୱିକନେସଟାକୁ ଦୂରେଇ ଦବା ଆଉ ଷ୍ଟ୍ରେଙ୍ଗଥଟାକୁ ବଢେଇ ଦବା, ଯାହାଦ୍ୱାରା ପିଲାଟି ଟପିକଟିକୁ ବୁଝିପାରିବ। ହଁ, ହିଅର ଦ ରେମିଡିଆଲ ମନେ ରଖିଥିବ, ଯଦି ଡାୟଗ୍ନୋଜ କଲା ପରେ ତାକୁ ରେମିଡିଆଲ ମେଜରମେଣ୍ଟ ଆମେ ଦେଇଥାନ୍ତି ପିଲାମାନଙ୍କୁ। ତ କୋଉଥିରେ ରେମିଡିଆଲ ଟିଚିଂ ଥାଏ ନା ଆପଣ ଡାୟଗ୍ନୋଜ ପରେ ଥାଏ, ଏଟା ମନେ ରଖିଥିବେ, ଏଟା କ୍ୱେଶ୍ଚନ ଆସେ। ତ ଇଟ୍ ଇଜ ଫଙ୍କସନ ଇଜ ଫାଇଣ୍ଡ ଆଉଟ ଦ କଜେସ୍ ଅଫ ଲର୍ନିଂ ଡିଫିକଲ୍ଟିଜ, ସଜେଷ୍ଟ ଦ ସଟନ ରେମିଡିଆଲ ମେଜର୍ସ, ସଟନ ରେମିଡିଆଲ ମେଜର ଆମେ ଦେଇପାରିବା। ଦ ଫର୍ମେଟିଭ ଇଭାଲୁଏସନ ଇଜ ଜଷ୍ଟ ଏ ଫାଷ୍ଟ ଏଡ୍ treatment for the eliminating the learning error। learning error को ଆମେ ଦୂର କରିବା ପାଇଁ first aid treatment, जो first treatment ଆମେ ଦିଅନ୍ତି ତାକୁ ଆମେ diagnostic evaluation ତରଫରୁ ଦିଅନ୍ତି। ତ ଏଇଠି help to know the causes of failure each pupil, ଆମେ ପିଲାଟି କାହିଁ failure ହଉଛି ତାକୁ check କରିବା। it is based upon the criterion and reference scale ଉପରେ ବି ଏ ବି based କରୁଛି, ତ ଏଟା ଆମକୁ ବୁଝିବା ଦରକାର। ତାପରେ ଆସିଲା କଣ, ସमेଟିଭ ଇଭାଲୁଏସନ ଆସିଲା କଣ ନା, ସमेଟିଭ ହଉଛି ଏଟ ଦ ଏଣ୍ଡ ରେ ହବ, ମନେ ରଖିଥିବେ ସमेଟିଭ ସବୁବେଳେ ଏଟ ଦ ଏଣ୍ଡ ରେ ହଉଛି। ନା ସमेଟିଭ ଇଭାଲୁଏସନ ଇଜ କ୍ୟାରିଡ ଆଉଟ୍ ଦ ଏଟ ଦ ଏଣ୍ଡ ଅଫ ଦ କୋର୍ସ ଅଫ ଇନଷ୍ଟ୍ରକ୍ସନ। କୋର୍ସ ଅଫ ଇନଷ୍ଟ୍ରକ୍ସନ ସରିଯାଇଛି, ଫାଇନାଲ ଏକ୍ସାମ ହବ, ସେଇଟା କୁହାଯାଉଛି ସमेଟିଭ ଇଭାଲୁଏସନ। ଇଭାଲୁଏସନ ଅଫ ଦ ପୁପିଲ୍ସ ଆଚିଭମେଣ୍ଟ ଆଟ ଦ ଏଣ୍ଡ ଅଫ ଇନଷ୍ଟ୍ରକ୍ସନ, ଏଣ୍ଡ ଅଫ ଦ ଇନଷ୍ଟ୍ରକ୍ସନ ଏଟା ଚାଲିବ। ଏଇ ଯୋଉ ୱାର୍ଡିଙ୍ଗ ଗୁଡାକ ଦଉଛି, ଏଇ ୱାର୍ଡିଙ୍ଗ ହିଁ ଆପଣ କ୍ୱେଶ୍ଚନ ଆସିବ ହେଲା। ଇଟ ଇଜ ଜଜମେଣ୍ଟ ଆଣ୍ଡ ଟର୍ମିନାଲ ଦ ଇନ କ୍ୟାରେକ୍ଟର୍ସ ଆଣ୍ଡ ପରଫରମାନ୍ସ ଟେଷ୍ଟ, ରେଟିଂ ଟେଷ୍ଟ, ସ୍ଟାଣ୍ଡାର୍ଡାଇଜ ଟେଷ୍ଟ। ଆପଣଙ୍କର ଫାଇନାଲ ବୋର୍ଡରେ ଏକ୍ସାମ ହବ, ସ୍ଟାଣ୍ଡାର୍ଡାଇଜ କ୍ୱେଶ୍ଚନ ଆସିବ ଆପଣଙ୍କର ସମସ୍ତ ପାଇଁ ସମାନ। ତ ଟିଚର ମେଟ୍ ଟେଷ୍ଟ ହେଲେ ଏଟା ସମସ୍ତ ପାଇଁ ସମାନ ନୁହେଁ, ଟିଚର ଟୁ ଟିଚର ଭେରି କରିବ, ସ୍କୁଲ ଟୁ ସ୍କୁଲ ଭେରି କରିବ। ସ୍ଟାଣ୍ଡାର୍ଡାଇଜ ଟେଷ୍ଟଟା ସମସ୍ତ ପାଇଁ ସମାନ, ଆପଣ ବୋର୍ଡ ବନେଇକି ଦବ। ଅଲ ଓଡିଶାରେ ଯେତେ ପିଲା ପରୀକ୍ଷା ଦଉଛନ୍ତି 10 କ୍ଲାସରେ ସମସ୍ତ ପାଇଁ ବୋର୍ଡ ଏକ୍ସାମଟାର କ୍ୱେଶ୍ଚନ ସମାନ ଥାଏ ହେଲା। ଓଟିଟି ପରୀକ୍ଷା ଦଉଛ, ତାର କ୍ୱେଶ୍ଚନଟା ସମାନ ଥାଏ, ସ୍ଟାଣ୍ଡାର୍ଡାଇଜ ଟେଷ୍ଟ ହେଲା। ତେଣୁ ସ୍କେଲ ଆର୍ ୟୁଜ ଟୁ ସमेଟିଭ ଇଭାଲୁଏସନ। ତ ଆଫ୍ଟର ଦ ସାର୍ଟିଫାଇଡ ଦ ପୁପିଲ୍ସ achievement, achievement ପରେ ଆମେ ଗୋଟେ ତାକୁ ସାର୍ଟିଫିକେଟ ପ୍ରୋଭାଇଡ କରୁଛନ୍ତି, ସେଟାକୁ ଆମେ କହୁଛନ୍ତି କଣ ନା ସमेଟିଭ ଆସେସମେଣ୍ଟ। ତାପରେ ଆପଣଙ୍କର ଆଉ ଗୋଟେ ଆସେ କଣ ନା କ୍ରାଇଟେରିଆ ରେଫରେନ୍ସ ଇଭାଲୁଏସନ, ଆଉ ଗୋଟେ ହଉଛି ନର୍ମ ଇଭାଲୁଏସନ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ଏଟାକୁ ଆପଣ ବୁଝିବାକୁ ପଡିବ। ତ ଆମେ ଫାଷ୍ଟ ପଢିବା କ୍ରାଇଟେରିଆନ ରେଫରେନ୍ସ ଇଭାଲୁଏସନ ଆମେ କାହାକୁ କହୁଛନ୍ତି ନା ଇଚ ଇଣ୍ଡିଭିଜୁଆଲ ଇଜ କମ୍ପେୟାର୍ଡ ୱିଥ, ଏଟାକୁ ମନେ ରଖନ୍ତୁ, ମୁଁ ଯାହା କହୁଛି ଆପଣଙ୍କ ଷ୍ଟେଟମେଣ୍ଟକୁ ବୁଝନ୍ତୁ, ଆପଣ ଖାତାରେ ଲେଖନ୍ତୁ, ଏଗୁଡାକ ଆପଣ ବହୁତ ଇମ୍ପୋର୍ଟାଣ୍ଟ ସବୁ ଏକ୍ସାମ ପାଇଁ ହେଲା। କ୍ରାଇଟେରିଆ ରେଫରେନ୍ସ ଇଭାଲୁଏସନ କାହାକୁ କହୁଛନ୍ତି ନା each evaluation is compared with the preset standard for the accepted achievement, performance of the other examiners irrelevant। ବା ଆମେ କହୁଛନ୍ତି ଗୋଟେ preset କରାହେଇଛି standard କୁ, ମନେ ରଖିଥିବେ ଏଇ ୱାର୍ଡ ଗୁଡାକ ମନେ ରଖିଥିବେ। preset କରାହେଇଛି standard, ଆଉ ତାକୁ achievement କୁ ଆମେ performance କୁ ଆମେ ଚେକ୍ କରୁଛନ୍ତି, ସେଟାକୁ ବୁଝଉଛି କଣ ନା ଆପଣଙ୍କର କ୍ରାଇଟେରିଆ ରେଫରେନ୍ସ ଇଭାଲୁଏସନ। କିନ୍ତୁ ନର୍ମ ବେସ୍ଡ ଇଭାଲୁଏସନ କଣ, ଇଚ ଇଣ୍ଡିଭିଜୁଆଲ ଇଜ କମ୍ପେୟାର୍ଡ ୱିଥ ଆନାଦର ଏକ୍ସାମିନ୍ସ କୁ ବୁଝଉଛି। କଣ ନା ଆପଣଙ୍କର ଦେଖନ୍ତୁ ଓଏସଟିଡି ଏକ୍ସାମ ଦଉଛନ୍ତି, ଓଏସଟିଡି ଏକ୍ସାମ ଯେତେବେଳେ ଦଉଛନ୍ତି ଆପଣଙ୍କ ଗୋଟେ ଆପଣ କ୍ୱାଲିଫାଇଂ ନେଚରରେ ଆପଣ ଗୋଟେ ଷ୍ଟାଣ୍ଡାର୍ଡ ସେଟ୍ କରାହେଇଛି। 75 ରଖିଲେ ଆପଣ ପାସ୍, 80 ଜେନେରାଲ ପିଲାଙ୍କର 80 ରଖିଲେ ନା 90 ରଖିଲେ ପାସ୍। ଆପଣଙ୍କର ଯୋଉ 75 ଟା କଣ ପାଇଁ ନା କୋଟା ଯୋଉ ମାନଙ୍କର ଅଛି, ଆଉ 90 କାହା ପାଇଁ, ଜେନେରାଲ କାଟେଗୋରୀ ପିଲାଙ୍କ ପାଇଁ ହେଲା। ତ ଏଇଟା ଗୋଟେ ଷ୍ଟାଣ୍ଡାର୍ଡ ପିରିୟଡ ସେଟ୍ କରାହେଇଛି, ଆପଣଙ୍କର ଏତିକି ରଖିଲେ କ୍ୱାଲିଫାଏ। ଅଦର ପିଲାଙ୍କ ସହିତ କମ୍ପାରିଜନ କରାଯିବନି, ଯେ ଆପଣ ଗୋଟେ ଯେମିତି କମ୍ପିଟିଟିଭ ଏକ୍ସାମ ଦଉଛନ୍ତି, ଆପଣଙ୍କର ହାଏଷ୍ଟ କେତେ ମାର୍କ ଜଣେ ରଖିଲା, ତ ଆପଣଙ୍କର ଯୋଉ କଢା ହଉଛି, କଟଅଫ କଢା ହଉଛି କଣ ନା ତାଙ୍କର କେତେ ମାର୍କ କମ୍ପାରିଜନରେ ସିଟ୍ କେତେ ଅଛି, ସେ ଅନୁସାରେ କେତେ ପିଲାଙ୍କର ସେଇ ସିଟ୍ ଭିତରେ ମାର୍କ ଲାଷ୍ଟ କଟଅଫ କେତେ ରହୁଛି। ତ ଏଇଟାକୁ ଆମେ ଚେକ୍ କରୁଛନ୍ତି। ତ ଆପଣଙ୍କର ଧର 80.25 ରେ ଆପଣଙ୍କର ଲାଷ୍ଟ କଟଅଫ ଗଲା, 100 ରୁ ଆପଣଙ୍କର ଏକ୍ସାମ ହେଇଥିଲା, ତ ଆପଣଙ୍କର ସେତିକି ଭିତରେ ବହୁତ ପିଲା ମାର୍କ ରଖିଛନ୍ତି, ତ ସେଥିପାଇଁ ଏଟା ଲିଷ୍ଟ କଟଅଫ। ତାପରେ ଇଣ୍ଡିଭିଜୁଆଲ କମ୍ପେୟାର୍ଡ ୱିଥ ଦ ଏକ୍ସାମିନେସନ ସହିତ କମ୍ପେୟାର କରାହେଇକି ରଖାଗଲା। କିନ୍ତୁ ପ୍ରିସେଟ ଟା କଣ ନା ଆପଣଙ୍କର ଆପଣଙ୍କର କେତେ ଗୋଟେ ଷ୍ଟାଣ୍ଡାର୍ଡ ମେଜରମେଣ୍ଟ ଆପଣ ସେଟ୍ କରାହେଇଛି ଯେ ଆପଣ 75 ରେ କ୍ୱାଲିଫାଏ ବା 90 ରେ କ୍ୱାଲିଫାଏ, ସେଇଟା କୁହାଯାଉଛି କ୍ରାଇଟେରିଆନ ରେଫରେନ୍ସ ଆମେ କହୁଛନ୍ତି। ଏଠି କଣ ନା ଷ୍ଟୁଡେଣ୍ଟ ସ୍କୋର ଇଜ ୟୁଜୁଆଲି ଏକ୍ସପ୍ରେସ ଆଜ ଏ ପରସେଣ୍ଟେଜ ରେ ଆମେ କାଲକୁଲେସନ କରିବାକୁ, ପରସେଣ୍ଟେଜ ରେ କାଲକୁଲେସନ ବି କରିପାରିବା। କେତେ ପରସେଣ୍ଟ ଆପଣ 55% ବା 60% ରଖିଲେ ଆପଣ କ୍ୱାଲିଫାଏ, ସେଟା ଆପଣ 90 ଟା କେତେ ପରସେଣ୍ଟ 150 ରୁ, ଆପଣଙ୍କର 75 ଟା 150 ରୁ କେତେ ପରସେଣ୍ଟ, ଏଟା ଗୋଟେ ଷ୍ଟାଣ୍ଡାର୍ଡ ସେଟ୍ କରାହେଇଛି। ଆଉ ଆପଣ ଏଠି କଣ କୁହାଯାଉଛି ନା ନର୍ମ ରେଫରେନ୍ସ କଣ କୁହାଯାଉଛି ନା ସ୍କୋର ୟୁଜୁଆଲି ଏକ୍ସପ୍ରେସଡ ଇନ ଦ ପରସେଣ୍ଟାଇଲ ହବ, କାହିଁକିନା ଏଠି ଆପଣଙ୍କର ଗ୍ରେଡ ଇକ୍विଭାଲେଣ୍ଟ ସ୍କୋର which is the alternatively express of the percentage and comparing with the other percentage ସହିତ କମ୍ପାରିଜନ କରେ, ପିଲାଙ୍କର ଅଦର ପିଲାଙ୍କର ସହିତ ପରସେଣ୍ଟେଜ ସହିତ ଆପଣ କମ୍ପାରିଜନ କରୁଛନ୍ତି, ସେଥିପାଇଁ ହାଏଷ୍ଟ ସ୍କୋର ଆପଣ ଲୋ ସ୍କୋର ସହିତ କମ୍ପାରିଜନ କରୁଛନ୍ତି, ଏଠି ପରସେଣ୍ଟାଇଲ କରୁଛନ୍ତି। କାହିଁକିନା ଏଠି ବହୁତ ପିଲା ଆପଣଙ୍କର ଥାଆନ୍ତି, ଲାର୍ଜ ନମ୍ବର ଅଫ କମ୍ପିଟିଟର ଥାଆନ୍ତି। ଆପଣ ଯେତେବେଳେ ଓଟିଟି ପରୀକ୍ଷା ଦଉଛନ୍ତି, ସେଟା ଆପଣଙ୍କର ପ୍ରି ସେଟ୍ କରାହେଇଛି, ସେଟାକୁ କ୍ରାଇଟେରିଆ ରେଫରେନ୍ସ କୁହାଯିବ। ଯେତେବେଳେ ଆପଣ ଓଟିଟି ପରେ ଆପଣ ଆରଏସଟି ଦଉଛନ୍ତି,
ଦଉଛନ୍ତି, ରେଗୁଲାର ହାଇସ୍କୁଲ ଟିଚର ଦଉଛନ୍ତି, ଆପଣଙ୍କର ଜେଟି ଏକ୍ଜାମ, ଜୁନିୟର ଟିଚର ଏକ୍ଜାମ ଦଉଛନ୍ତି, ଓଏବିଏସ୍ ଏକ୍ଜାମ ଦଉଛନ୍ତି, ବହୁତ ପିଲା କମ୍ପିଟିସନ କରୁଥିବେ। ସେଠି ଆପଣଙ୍କର କିନ୍ତୁ କ୍ରାଇଟେରିଆନ୍ ଇଭାଲୁଏସନ ହେଇପାରିବ ନାହିଁ। ଏଠି ନର୍ମ ବେସ୍ ହବ। ପିଲାଙ୍କ ସହିତ କମ୍ପେୟାର କରାଯିବ, ପରସେଣ୍ଟେଜ ସହିତ କମ୍ପେୟାର କରାଯିବ। କାହିଁକିନା ଲାର୍ଜ ନମ୍ବର ଅଫ ପିଲାମାନେ ଥାଆନ୍ତି ଯୋଉ କମ୍ପେୟାର କରାଯାଏ। ହଁ, ଏଠି କିନ୍ତୁ ଆପଣଙ୍କର ଗୋଟେ ମାର୍କ ସେଟ୍ କରାଯାଇଛି 75 ଆଉ 90। ଏଇଟା ବୁଝିବାକୁ ଚେଷ୍ଟା କରନ୍ତୁ। ତାପରେ କଣ କୁହାହଉଛି? ଷ୍ଟୁଡେଣ୍ଟ ଆଚିଭମେଣ୍ଟ ଇଜ୍ ରିପୋର୍ଟେଡ୍ ଫର ଦ ଇଣ୍ଡିଭିଜୁଆଲ ସ୍କିଲ୍। ଇଣ୍ଡିଭିଜୁଆଲ ସ୍କିଲ୍ ଅନୁସାରେ ଏଠି ରିପୋର୍ଟ କରାଯାଏ କ୍ରାଇଟେରିଆନରେ। ଆସେସମେଣ୍ଟ ଏଗେନ୍ଷ୍ଟ ଦ ଫିକ୍ସଡ ଷ୍ଟାଣ୍ଡାର୍ଡ କ୍ରାଇଟେରିଆ ଫିକ୍ସଡ କରାଯାଇଛି। ଯେ ଏତିକି 75 ରଖିଲେ ଏତିକି ଜଣ ପାସ୍ ହେଇଯିବେ। 90 ରଖିଥିବେ ଏତିକି ଜଣ ପାସ୍ ହେଇଯିବେ। ଯେଉଁମାନେ ଏଇ କ୍ରାଇଟେରିଆ ଫିଲ୍ କରିନାହାନ୍ତି ସେମାନେ ଫେଲ୍ ହେଇଗଲେ। ତ ଏଟାକୁ ବୁଝଉଛି ସ୍କିଲ୍, ନିଜ ସ୍କିଲକୁ ବୁଝଉଛି। କାହା ସହିତ ଏଠି କମ୍ପେୟାର କରାଯାଉନି। କିନ୍ତୁ ଆପଣଙ୍କର ନର୍ମରେ କମ୍ପେୟାର କରାଯାଉଛି। କଣ ନା ଷ୍ଟୁଡେଣ୍ଟ ଆଚିଭମେଣ୍ଟ ଇଜ୍ ରିପୋର୍ଟେଡଲି ବ୍ରଡ ସ୍କିଲ୍ ଆଣ୍ଡ ଏରିଆ ଅଲଦୋ ଦ ସମ୍ ନର୍ମ ଆର୍ ରେଫରେନ୍ସଡ ଯୋଉଟାକି ଟେଷ୍ଟ ଟୁ ଦି ରିପୋର୍ଟେଡ ଆଚିଭମେଣ୍ଟ ଫର ଦ ଇଣ୍ଡିଭିଜୁଆଲ ସ୍କିଲ୍ସ ବାୟ ଦ କମ୍ପେୟାରିଂ ଇଚ୍ ଅଦର ବା ୱିଥ୍ ଅଦର ସହିତ ଆପଣ କମ୍ପେୟାରିଂ କରାହଉଛି। ସେଥିପାଇଁ ଆପଣଙ୍କ ଯୋଉ କ୍ରାଇଟେରିଆ ରେଫରେନ୍ସ କଣ କୁହାହଉଛି ନା କ୍ଲାସରୁମ ଆସେସମେଣ୍ଟ ଟେଷ୍ଟ ବି କୁହାହଉଛି। ଓଏସଟିଟି ବି, ଓଟିଟି ବି, ସିଟିଟି ଏକ୍ଜାମକୁ ବୁଝଉଛି ଏସବୁ। କିନ୍ତୁ ଏଠି ଆପଣଙ୍କର ଯେତେବେଳେ ଆପଣଙ୍କର ନର୍ମ ରେଫରେନ୍ସ ଇଭାଲୁଏସନ ବୁଝଉଛି, ସେଟା କୁହାହଉଛି କମ୍ପିଟେଟିଭ ଏକ୍ଜାମ। ହଁ, ଏକ୍ଜାମ ଓନ୍ଲି ଦ ଅଲମ୍ପିକ୍ସ ଏକ୍ଜାମ, ଅଲମ୍ପିକରେ ଯୋଉ ଆପଣଙ୍କର ହଉଛି ଯୋଉ ଆପଣଙ୍କର ସେଗୁଡାକ ସବୁ ବୁଝଉଛି। ତ ଆପଣଙ୍କର ଅଦର ସହିତ କମ୍ପେୟାର କରୁଛି। ଅଲମ୍ପିକ ହେଲେ ଆପଣ ଦେଖିପାରିବେ, ହଁ, ଆପଣଙ୍କର ଯିଏ ଫାଷ୍ଟ ହବ ସେ ଆପଣଙ୍କର କଣ ହବ ନା ଆପଣଙ୍କର ରାଙ୍କ 1 ହବ। କମ୍ପେୟାର କରାହଉଛି। କମ୍ପେୟାର ଯେତେବେଳେ ପିଲାଙ୍କ ସହିତ କରାଯିବ, ଏଟା ନର୍ମ ରେଫରେନ୍ସ ଇଭାଲୁଏସନ ହବ। ଯେତେବେଳେ ନିଜର ସ୍କିଲ୍ ପ୍ରିସେଟ ଆପଣ ଗୋଟେ ମାର୍କ ରହିଥିବ, ଆପଣ ନିଜ ସ୍କିଲ୍ ଅନୁସାରେ ସେ ପ୍ରିସେଟ ମାର୍କ ଯଦି ଆଚିଭ୍ କରିଗଲେ ତ ଆପଣ କ୍ୱାଲିଫାଏ, ଯଦି ଆଚିଭ୍ ନ କରିପାରିଲେ କ୍ୱାଲିଫାଏ ହେଲେ ନାହିଁ। ଏଟା କୁହାହଉଛି କଣ କ୍ରାଇଟେରିଆ। ଆଶା କରୁଛି ଆପଣ ମାନେ କ୍ଲାସଟିକୁ ଭଲ ଭାବରେ ଆ, ବୁଝିଥିବେ। ଆପଣ ଆରାମସେ କ୍ଲାସଟିକୁ ୱିଦାଉଟ୍ ସ୍କିପରେ ଆପଣ ଏଇ ଭିଡିଓଟିକୁ ଦେଖନ୍ତୁ। ଆପଣ ଆରାମସେ ଏଇ ଆସେସମେଣ୍ଟ ଇଭାଲୁଏସନ ଚାପ୍ଟରଟିକୁ ବୁଝିପାରିବେ। ଯେକୌଣସି ଏକ୍ଜାମ ଦଉଛନ୍ତି ଆଗାମୀ ଦିନ ଟିଚର ରିକ୍ରୁଟମେଣ୍ଟ ହଉ, ଆପଣଙ୍କର ଏଲିଜିବିଲିଟି ଟେଷ୍ଟ ହଉ, ଆପଣଙ୍କର ବହୁତ ହି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଆସିଥାଏ। ଆପଣ ଆରାମସେ କ୍ୱେଶ୍ଚନ ଗୁଡ଼ିକ ଆଟେଣ୍ଡ କରିପାରିବେ। ଆଶା କରୁଛି କ୍ଲାସଟିକୁ ବୁଝିଥିବେ। ଆଉ ଆପଣ ଯଦି ଆପଣଙ୍କର ପ୍ରଥମ ଥର ଜଏନ୍ କରୁଛନ୍ତି, ଆପଣ ଚ୍ୟାନେଲକୁ ଭିଜିଟ୍ କରୁଛନ୍ତି, ଆପଣଙ୍କର ସବସ୍କ୍ରାଇବ ମୋଷ୍ଟ କରିବେ। ଆଉ ଆପଣ ବେଲ୍ ଆଇକନକୁ ପ୍ରେସ୍ କରିଦେବେ। ଆଉ ଆପଣ ଆମର ଲିଙ୍କ ଅଛି ଦେଖିବ, ଆପଣଙ୍କର ଟେଲିଗ୍ରାମର ଲିଙ୍କ ଅଛି ଆପଣ ଡେସ୍କ୍ରିପସନ ବକ୍ସରେ। ଟେଲିଗ୍ରାମ ଲିଙ୍କ କ୍ଲିକ୍ କରିକି ଆପଣ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ କରିପାରିବେ। ଯେକୌଣସି ଭିଡିଓ ଆପଣଙ୍କର ପ୍ରଥମେ ସେଠି ଆପଣଙ୍କର ଅପଲୋଡ ହେଇଯାଉଛି, ଆପଣ ଜାଣିପାରିବେ। ଇନଫରମେସନ ବି ଆପଣଙ୍କୁ ସେଠି ଦିଆଯାଉଛି। ଧନ୍ୟବାଦ। ଆଜିକା ପାଇଁ ଏତିକି।